व्यक्त करते ଥରେ ଜଣେ ପ୍ରଭୁପାଦଙ୍କୁ ସମସ୍ତେ କିଛି ନା କିଛି ଉପହାର ଦିଅନ୍ତି। ଆଉ ଗୁରୁଙ୍କର ଯୋଉମାନେ ସେବକ ଥାନ୍ତି ସେମାନଙ୍କୁ ମଧ୍ୟ ବହୁତ ଜିନିଷ ଉପହାର ମିଳେ। ତ ଥରେ ଜଣେ କଣ କଲେ ନା ଶ୍ରୁତକୀର୍ତ୍ତି ପ୍ରଭୁଙ୍କୁ ଗୋଟେ ପାଟ ଲୁଗା ଦେଇଥିଲେ, ସାଫ୍ରନ ର ପାଟ ଲୁଗା। ତ ସେ ପିନ୍ଧିଲା ପରେ କେମିତି ଦେଖାହବ ଆପଣ ମାନେ ଚିନ୍ତା କରନ୍ତୁ। ଆଉ ସାଧାରଣତଃ ଭାବରେ ବ୍ରହ୍ମଚାରୀ ମାନେ ପାଟ ଲୁଗା ପିନ୍ଧିବା କଥା ନୁହେଁ। ତେଣୁ ଅ ଥରେ ସେତେବେଳେ ତ ବହୁତ ରେଷ୍ଟ୍ରିକ୍ସନ ଥିଲା, ବହୁତ ପ୍ରକାର ଭିନ୍ନ ନିୟମ ଥିଲା। ସବୁ କଥା ତ ବ୍ୟକ୍ତ କରି ହଉନାହିଁ। କିନ୍ତୁ ଥରେ ଶ୍ରୁତକୀର୍ତ୍ତି ପ୍ରଭୁଙ୍କ ପାଖରେ କିଛି କପଡା ନଥିଲା। ତେଣୁ ସବୁ ଲୁଗା ଓଦା ହେଇଛି। ଆଉ ସେ ସ୍ନାନ କରିକି ପ୍ରଭୁପାଦଙ୍କ ସେବାରେ ଅଛି। ତେଣୁ ସେଇ ଯୋଉ ସିଲ୍କ ପାଟ କପଡା ସେଟାକୁ ଦେଖିଲେ ଏବଂ କାଢିଲେ, ଏବଂ ସେ ଜାଣିଥିଲେ ଯେ ଯୋଉ ଦିନ ଏଇ କପଡା ପିନ୍ଧିବେ ତା ପରଠୁ ଆଉ ସେ ନାଲି କେବେ ପିନ୍ଧି ପାରିବେ। କାରଣ ଏଇ କପଡା ପିନ୍ଧିକି ବଞ୍ଚିବା ଗୋଟେ ବହୁତ ଭାଗ୍ୟର କଥା। ଆଉ କଳି ଯୁଗରେ ଆମ ମାନଙ୍କର ମନ ଇନ୍ଦ୍ରିୟ କେତେ ଚଞ୍ଚଳ। ତେଣୁ ସେ ଭାବିଲେ ଯେ ପ୍ରଭୁପାଦ ନିଶ୍ଚିତ ଭାବରେ ତାଙ୍କୁ ଗାଳି କରିବେ, ଯେ ତୁମେ ଏମିତିଆ ବସ୍ତ୍ର କାହିଁ ପିନ୍ଧିଛ। ତେଣୁ ସେତେବେଳେ ତିଲକ କରିକି ସେ ନିଜକୁ ବାରମ୍ବାର ଦେଖୁଥାନ୍ତି। କାହିଁକି ଭଲ ପିନ୍ଧିବା କଥା ନୁହେଁ, ଏଇଥିପାଇଁ ଯେ ଜଣେ ଭଲ ପିନ୍ଧିଲା ମାନେ ସେ ନିଜକୁ ଶରୀର ଚେତନାକୁ ପଳେଇବ। ମୁଁ କେମିତି ଦେଖା ହଉଛି ସେ ବାରମ୍ବାର ମିରର ଦେଖିବ, ବାରମ୍ବାର ଲୋକଙ୍କୁ ପଚାରିବ। ତେଣୁ ଶ୍ରୁତକୀର୍ତ୍ତି ପ୍ରଭୁ ବାରମ୍ବାର ହସୁଥିଲେ ଏବଂ ସେ ପ୍ରଭୁପାଦଙ୍କ ରୁମ ରେ ଭୟଭୀତ ହେଇ ପ୍ରବେଶ କଲେ, ପ୍ରଣାମ କଲେ। ପ୍ରଭୁପାଦ ବହୁତ ଖୁସି ହେଇଗଲେ, ବହୁତ ଖୁସି ହେଇଗଲେ, ତମେ ବହୁତ ସୁନ୍ଦର ଦେଖା ହାଉଛ। ତ ପ୍ରଭୁପାଦ ସବୁବେଳେ କଣ କରନ୍ତି, କାହାକୁ ସହିତ କେମିତି ବ୍ୟବହାର କରନ୍ତି ସେଟାକୁ କେହି ଜାଣି ପାରନ୍ତି ନାହିଁ। ଯେମିତି ଶ୍ରୁତକୀର୍ତ୍ତି ପ୍ରଭୁ କହୁଥିଲେ ଯେ ଆପଣ ଜଣଙ୍କ ସହିତ ରହିବେ, ଆପଣ ମାସେ 2 ମାସ ବା 3 ମାସ ଭିତରେ ତାଙ୍କୁ ଜାଣିଦେବେ ଯେ ହଁ ପ୍ରଭୁ ଏଇଟା ଭଲ ପାଆନ୍ତି, କି ଏମିତି କରିବାକୁ, ସେ ଏଇଟା ଖାଇବାକୁ ଭଲ ପାଆନ୍ତି, ବା ଏଇ ସମୟରେ ସେ ଜପ କରନ୍ତି, ଏଇ ସମୟରେ ସେ ବିଶ୍ରାମ ନିଅନ୍ତି। ଏଇଭଳିଆ ସ୍ୱଭାବର ସେ ଲୋକ। ଏଇ କଥା କହିଲେ ସେ ରାଗନ୍ତି। କିନ୍ତୁ ଶ୍ରୁତକୀର୍ତ୍ତି ପ୍ରଭୁ କହୁଥିଲେ ଯେ ପ୍ରଭୁପାଦ ବହୁତ ଅନଏକ୍ସପେକ୍ଟେଡ। ପ୍ରଭୁପାଦ କେତେବେଳେ କଣ କହିବେ ବା କଣ କରି ସେଟା କେହି କେହି ବି ଜାଣିପାରନ୍ତି। ସେଥିପାଇଁ ପ୍ରଭୁପାଦଙ୍କର ଯାହା କୁହନ୍ତି ଶିକ୍ଷା ଟା ବହୁତ ଭିନ୍ନ। ଏଠି କହୁଛନ୍ତି ଯେ ଯେକୌଣସି ବ୍ୟକ୍ତି କଣ ହବ ନା, ଯେତେବେଳେ ଭକ୍ତି ଜୀବନ ଯାପନ କରନ୍ତି ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି। ଆପଣ ମାନେ କେତେ ଜଣ ଅନୁଭବ କରୁଛନ୍ତି ଯେ କୃଷ୍ଣ ଚେତନାକୁ ଆସିଲା ପରେ ଆପଣ ସୁନ୍ଦର ଦେଖା ହଉଛନ୍ତି? ହ୍ୟାଣ୍ଡ ରେଜ କଲେ। ଆପଣ ଆଗରୁ ଏତେ ଭଲ ଦେଖା ହଉନଥିଲେ, କୃଷ୍ଣ ଚେତନା ଗ୍ରହଣ କଲା ପରେ ଆପଣ ବହୁତ ସୁନ୍ଦର ଦେଖା ହଉଛନ୍ତି। ନା ପ୍ରତ୍ୟେକ ବ୍ୟକ୍ତି ହାତ ହ୍ୟାଣ୍ଡ ରେଜ କରିବା କଥା। କାରଣ ବାସ୍ତବରେ ଆଧ୍ୟାତ୍ମିକ ଜୀବନକୁ ଆସିଲା ପରେ ନିଜର ବ୍ୟକ୍ତିତ୍ବ, ନିଜର ବିଚାର ସବୁଥିରେ ପରିବର୍ତ୍ତନ ଆସେ, ସ୍ୱଭାବ। ତେଣୁ ଏଠି କୁହାଯାଉଛି ଯେ ଜଣେ ବାସ୍ତବରେ ବୈଷ୍ଣବ କଣ ହୁଏ, ସେ ବ୍ରାହ୍ମଣ ସ୍ଥିତିକୁ ସେ ସ୍ୱାଭାବିକ ଭାବରେ ପ୍ରାପ୍ତ ହେଇଯାଏ। ହରିଭକ୍ତି ବିଳାସର ଶିକ୍ଷା ଅନୁସାରେ ଜଣେ ଯେତେବେଳେ ଦୀକ୍ଷା ନିଏ, ସେ ନିଶ୍ଚିତ ଭାବରେ ବ୍ରାହ୍ମଣ ହୁଏ। ଯେମିତି କଂସା ଧାତୁରେ ପାରଦ ମିଶାଇଲେ ତାହା ସ୍ଵର୍ଣ୍ଣ ପାଲଟିଯାଏ, ଠିକ ସେଇଭଳି ଭାବରେ ଆଧ୍ୟାତ୍ମିକ ଗୁରୁ ଯେକୌଣସି ବ୍ୟକ୍ତିଙ୍କୁ ବୈଷ୍ଣବରେ ପରିଣତ କରିପାରନ୍ତି, ଯାହା ଫଳରେ ସେମାନେ ସ୍ୱାଭାବିକ ଭାବରେ ଏକ ବ୍ରାହ୍ମଣର ଶୀର୍ଷ ସ୍ଥାନ ଲାଭ କରିପାରିବେ। ତେଣୁ ରୂପ ଗୋସ୍ୱାମୀ ସତର୍କ କରିଛନ୍ତି ଯେ ଦୀକ୍ଷା ଗ୍ରହଣ କଲା ପରେ କାର୍ଯ୍ୟ ସମାପ୍ତ ହେଇଗଲା, ତାକୁ ଯତ୍ନର ସହିତ କଣ କରିବାକୁ ପଡିବ, ବିଧି ବିଧାନ ପାଳନ କରିବାକୁ ପଡିବ। ଏବଂ ଦୀକ୍ଷା ଗ୍ରହଣ କରିସାରିଲା ପରେ କୌଣସି ବ୍ୟକ୍ତି ପ୍ରେମ ପୂର୍ଣ୍ଣ ସେବାର ବିଧି ବିଧାନ ଯଦି ପାଳନ ନ କରେ, ତେବେ ସେ ପୁନର୍ବାର କଣ ହୁଏ, ଅଧଗାମୀ ହୁଏ। ଅତ୍ୟନ୍ତ ସାବଧାନ ସହିତ ସ୍ମରଣ ରଖିବା ଉଚିତ ଯେ ଶ୍ରୀକୃଷ୍ଣଙ୍କର ଦିବ୍ୟ ଶରୀରର ଅଂଶ ବିଶେଷ, ଏବଂ ସେଇ ଅଂଶ ରୂପରେ ଶ୍ରୀକୃଷ୍ଣଙ୍କର ସେବା କରିବା ତାର କର୍ତ୍ତବ୍ୟ ଅଟେ। ତେଣୁ ଯଦି ଆମେ ଦୀକ୍ଷା ନେଲା ପରେ ଅ ଭଗବାନଙ୍କର ସେବା ନ କରିବା, ଆଉ ଯଦି ଆମେ ବ୍ରାହ୍ମଣ ସ୍ଥିତିକୁ ନ ଯାଇ ପାରିଲେ, ତାହେଲେ ଆମେ ନିଶ୍ଚିତ ଭାବରେ ଆମର ଅଧପତନ ହେଇଛି, ବା ଆମେ କଠୋର ଭାବରେ ଆମକୁ କଣ କରିବାକୁ ପଡିବ, କର୍ତ୍ତବ୍ୟ ତୁଲେଇବାକୁ ପଡିବ। ତେଣୁ ଯଦି ଜଣେ ନିୟମିତ ଭାବରେ ସେବା କରୁଛି, ତାହେଲେ ତାର ଅଧଗତିର ଚାନ୍ସ ନାହିଁ। ତେଣୁ ବା ଯଦି ବି କେବେ ବି ଆଧ୍ୟାତ୍ମିକ ଜୀବନରେ କିଛି ଭୁଲ ହେଇଯାଏ, ତାହେଲେ ତା ପାଇଁ ପ୍ରାୟଶ୍ଚିତ କରିବାକୁ ପଡେ ନାହିଁ। ଏବଂ ପ୍ରେମପୂର୍ଣ୍ଣ ସେବା କରିବା ଦ୍ଵାରା
पुनर्निजुक्ति लगी ताही माने यथेष्ट। यह हଉଛି वास्तविक वैष्णव धर्मर महानता। वैष्णव देव ता माने नुहे जे आमे जानि जानि भूल करिवा जे हाँ वैष्णव जीवन किसी अपराध कले माने प्रायश्चित करिया पड़े। मन रखिथे यदि वैष्णव किए दुख प्रकाश कले आपण आमे माने वैष्णव अभिशाप देवा तो बड़ा बहुत बहुत दूर कथा। वैष्णव यदि कहा पर दुख प्रकाश कले तार जीवन में एभली परिस्थिति आसे जने कल्पना कर परिबन। श्री राधानाथ स्वामी महाराज कहते जने आउ गोटे जन्म व्यतीत करबा बरং भल किंतु जने केबे वैष्णव सहित वैष्णव अपराध करिया कथा नहीं। कारण वैष्णव अपराध करिया द्वारा कौन हुए ना अनंत जन्म धरिकी कौन करिया पड़े पुनः इतर जन्म घूरिया पड़े। तेबे गोटे प्रश्न आपण को क्यों अपराध परी उपरे कौन करे भय लगे? विजय श्री माता जी क्यों अपराध पे आपण बहुत भयभीत? हरे कृष्ण से वैष्णव अपराध वैष्णव से मंदिर टेम्पल आसले सब गुरुदेव माने गौरवंश महाराज आ प्रपाद किसी भी मोर भूल हो जाए को वैष्णव प्रति मत क्षमा कर दियो। गोमाता वैष्णव और ब्राह्मण ये तीनटा सब प्रार्थना करे मोर भूल किसी न। बहुत सुंदर। नवकिशोर प्रभु प्रभु जी मत वैष्णव सहित कथबार्ता कला बेले मत लगे कि मुझे अधिक कही दूसरी कि कौन एमती मत फिलिंग्स से बहुत भय लगे। बहुत सुंदर। गायत्री माता जी। हरे कृष्ण प्रभु धन्यवाद। प्रभु जी वैष्णव अपराध प्रति भय लगे वैष्णव मान सहित कथबार्ता बड़े सचेतन बहुत सुंदर। योगेश गोपीनाथ प्रभु। हरे कृष्ण प्रभु धन्यवाद। प्रभु जी मोर यहाँ सब बड़ असुविधा कारण मु समस्त जिते भी सीनियर अच्छा जिते देखुते समस्त कथबार्ता कला मोर माने सम्मान दवापी जी सम्मान दबा दे कथबार्ता कले से मोर हुए तो से मोर अधपतित भी ठीक से सेवा दे पारनी जप मोर ठीक ठाक से ठीक अच्छे। सस्मिता माता जी। हरे कृष्ण प्रभु जी दंडवत प्रणाम। प्रभु जी मत एमती लगे मुझे कौन सी वैष्णव सहित माने चिंता कले भी भाविले भी एमती लगे कि मोर सेमती किसी अधिकार नहीं कि तांको विषय रे किछि भी माने भाबिया पे आमे तो बहुत ही तुच्छ आमे तांको विषय रे कौन भाबी परिया काले से भावना रे भी काले किछि जदी अपराध हे जिवो सेटा भी बहुत बड़ा अपराध हो प्रभु जी से जिंस रश्मिकांत प्रभु। हरे कृष्ण प्रभु जी एक्चुअली वैष्णव अपराध बहुत भय लगे जो कौन वैष्णव सागर कथबार्ता करने एक्चुअली हृदय सब ये डर रही है कि मुखर से किसी वचन न बाहर बहुत भय लगे कथा। बहुत सुंदर प्रभु। प्रमोदानंद गोपाल प्रभु। हरे कृष्ण प्रभु जी। प्रभु जी साधारणत मोर नॉर्मल टेंडेंसी प्रभु मुझे जे किसी कही साधारणत रेस्पॉन्स रे किसी कही दिए किंतु भगवान और गुरुदेव कृपार कई वैष्णव मु बहुत थर गाड़ी खाई रेस्पॉन्स दे प्रभु यहाँ मुझे भगवान प्रार्थना करे जाओ सेमती केबे कहारी किसी रेस्पॉन्स रे किसी न पे क्षति मु प्रार्थना कर। जानना माता जी। कल्याण सखी माता जी। हरे कृष्ण प्रभु जी दंडवत प्रणाम। साधारणतः गुरुजन माने सीनियर भक्त मान सामना को जीवा मत बहुत भय लगे मते सहित जिते दूर संभव कम कथबार्ता करे निहाती आवश्यक नथिले किंतु नूतन भक्त मान मत बहुत भय लगे कारण जो माने भगवान हरिनाम कर एमती भक्त
ଯାହାଙ୍କୁ ଯଦି ଜ୍ଞାତ ଅଜ୍ଞାତରେ ଯଦି କିଛି ଭୁଲ କଥା କହିଦେବି କି କଣ ହେଲା, ତେଣୁ ସେଥିପାଇଁ ମଧ୍ୟ ମତେ ବହୁତ ମାନେ ମୁଁ ସେଥିପାଇଁ ବହୁତ ଯତ୍ନଶୀଳ ଥାଏ ଆଉ ବହୁତ କମ କଥାବାର୍ତ୍ତା କରେ ସେଥିପାଇଁ ସେମାନଙ୍କ ସହିତ। ବହୁତ ବହୁତ ସୁନ୍ଦର। ତେଣୁ ବୈଷ୍ଣବ ଅପରାଧ ଯୋଉ ରହିଛି, ବୈଷ୍ଣବ ଅପରାଧର ଯଦି ଜଣେ ସାବଧାନ ନ ହୁଏ ତାହେଲେ ସେ ଜୀବନରେ ସଫଳତା ପ୍ରାପ୍ତ କରିପାରିବନି। କିନ୍ତୁ ସେ କହୁଛନ୍ତି ଯେ ବାସ୍ତବରେ ଆଧ୍ୟାତ୍ମିକ ସ୍ତରକୁ ଉନ୍ନୀତ ହେବା ପାଇଁ ତିନୋଟି କଣ ରହିଛି, ପ୍ରଣାଳୀ ରହିଛି। ସେଟା ହଉଛି କର୍ମ, ଜ୍ଞାନ ଏବଂ ଭକ୍ତି। ତେଣୁ କର୍ମ କ୍ଷେତ୍ରରେ ଆମେ ମାନସିକ କଳ୍ପନା ବା ଜ୍ଞାନ କ୍ଷେତ୍ରରେ ଅନୁଷ୍ଠିତ ହୁଏ, କିନ୍ତୁ ଭକ୍ତି କ୍ଷେତ୍ରରେ ଜ୍ଞାନ ସହିତ କୌଣସି ସମ୍ବନ୍ଧ ନାହିଁ। ଶୁଦ୍ଧ ଭକ୍ତିରେ କର୍ମ ବା ଜ୍ଞାନର ମିଶ୍ରଣ ନଥାଏ। ହୁଁ। ବା ଏଥିରେ ଯୋଉ ଯଜ୍ଞାନୁଷ୍ଠାନ ବା କର୍ମକାଣ୍ଡ ଏହାର କୌଣସି ସମ୍ବନ୍ଧ ନାହିଁ। ଶୁଦ୍ଧ ରୂପ ଗୋସ୍ୱାମୀ ଶ୍ରୀମଦ୍ ଭାଗବତମରେ ଏକାଦଶ ସ୍କନ୍ଦ 21 ଅଧ୍ୟାୟ 2 ନମ୍ବର ଶ୍ଲୋକରୁ ଉଦାହରଣ ଦେଇ କହୁଛନ୍ତି ଯେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ଯୋଗ୍ୟତା ଏବଂ ଅଯୋଗ୍ୟତା ମଧ୍ୟରେ ପାର୍ଥକ୍ୟ ଏପରି କରାଯାଇପାରେ ଯେ ଭଗବତ ସେବା ସମ୍ପାଦନ କରିବା ସ୍ତରକୁ ଉନ୍ନୀତ ହୋଇସାରିଥିବା ବ୍ୟକ୍ତିଗଣ ଆଉ କେବେ ହେଲେ ସକାମ କର୍ମ ପଦ୍ଧତି ବା ମନ ଧର୍ମ କଳ୍ପନାର ଆଶ୍ରୟ ନେବେ ନାହିଁ। ତେଣୁ ଯଦି ଜଣେ ବ୍ୟକ୍ତି ପ୍ରେମପୂର୍ଣ୍ଣ ସେବା କାର୍ଯ୍ୟ ଅବ୍ୟାହତ ରଖେ ତାହେଲେ ସେ କଣ ହବ ନା ସର୍ବୋତ୍ତମ ସ୍ଥିତିକୁ ଜଣେ ପ୍ରାପ୍ତ କରିପାରିବ। ଶ୍ରୀମଦ୍ ଭାଗବତମରେ ମଧ୍ୟ ନାରଦ ମୁନିଙ୍କୁ ନାରଦ ମୁନି ବ୍ୟାସଦେବଙ୍କୁ ଏଇ ବାର୍ତ୍ତା ଦେଉଛନ୍ତି ଯେ ବାସ୍ତବରେ ଜଣେ କଣ ହୁଏ ନା ଯଦି ଭଗବାନଙ୍କର ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରେ ତାର କୌଣସି ଦୋଷ ହବ ନାହିଁ। ଧୀରେ ଧୀରେ ସେ ପ୍ରାରମ୍ଭିକ ସ୍ଥିତିରେ ଯୋଉ ଭୁଲ କରୁଛି ତାହା ଧୀରେ ଧୀରେ ସେ ବୁଝିପାରିବ ଏବଂ କୃଷ୍ଣ ଭାବନାମୃତ ନଥାଇ କେବଳ ବର୍ଣ୍ଣ ଆଶ୍ରମକୁ ଯୋଉମାନେ ବୃତ୍ତିଗତ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବ୍ୟକ୍ତି ବାସ୍ତବରେ ମନୁଷ୍ୟ ଜନ୍ମର ଯଥାର୍ଥ ଲାଭ ପାଏ ନାହିଁ। ଏବଂ ସେମାନଙ୍କ କଥା କଣ କହିବା, ଯୋଉମାନେ ଇନ୍ଦ୍ରିୟ ତୃପ୍ତି ଭଳି ପାଗଳ ଭଳି କଣ କରୁଛନ୍ତି, ସମସ୍ତ ବଦ୍ଧଜୀବ ଜାଣି ପାରନ୍ତି ନାହିଁ ଯେ ବାସ୍ତବରେ ସେମାନେ କଣ ପାଇଁ କାର୍ଯ୍ୟ କରୁଛନ୍ତି। ସେଥିଲାଗି ସେମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିଥାନ୍ତି। ତେବେ ଆପଣଙ୍କୁ ସମସ୍ତଙ୍କୁ ଗୋଟେ ପ୍ରଶ୍ନ ଯେ ଯଦିଓ ଆମେ ଜାଣିଛେ ଯେ ଭକ୍ତି ହଉଛି ଜୀବନର ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କିନ୍ତୁ ତଥାପି ମଧ୍ୟ ଆମେ କଣ କରୁଛେ ନା ଆମେ ଦେଖୁଛେ ଯେ ଭକ୍ତ ହେଇକି ମଧ୍ୟ ସେମାନେ ସାଂସାରିକ କାର୍ଯ୍ୟରେ ଲାଗି ରହୁଛନ୍ତି ବା ଅର୍ଥ ଉପାର୍ଜନରେ ମାନେ ଲାଗି ରହୁଛନ୍ତି, ତାହେଲେ ସେମାନଙ୍କର ଗତି କଣ ହବ? କିଏ କହିବାକୁ ଚାହିଁବେ? ଯୋଉମାନେ ଭକ୍ତି କରିକି ମଧ୍ୟ ଅର୍ଥ ଉପାର୍ଜନରେ ଲାଗି ରହୁଛନ୍ତି, ଅର୍ଥ ଉପାର୍ଜନରେ ବେସିକ ତ ଲାଗିବାକୁ ପଡିବ, କିନ୍ତୁ ଅତ୍ୟଧିକ ଲାଳସା, ଆଜି କଟକରେ ଘର, କାଲି ଭୁବନେଶ୍ୱରରେ ଘର, କାଲି ପୁରୀରେ ଘର, କାଲି ମାୟାପୁରରେ ଘର, ବା ଆଜି ପାଟ ଶାଢୀ କିଣିବା, କାଲି ସୁନା କିଣିବା। ଭକ୍ତି କରିକି ଯୋଉମାନେ ଏଇଭଳି କାର୍ଯ୍ୟ କରନ୍ତି ସେମାନଙ୍କର ଗତି କଣ, ବା ସେମାନଙ୍କୁ ଭକ୍ତ କୁହାଯିବ ନା ନା? ଏଇଟା ବି ପ୍ରଭୁ ଯେ ଅପରାଧ ହେଲା ନା, ଆମର 10 ନମ୍ବର ଅପରାଧରେ ଏଇଟା ଗୋଟେ ଅଛି। ବହୁତ ହରେ ସୁନ୍ଦର କୃଷ୍ଣ। ଉତ୍ତର ମାତାଜୀ, ଏକ୍ସାକ୍ଟ ଟୁ ଦି ପଏଣ୍ଟ ଆନ୍ସର। 10 ନମ୍ବର ଅପରାଧ ଭୌତିକ ଆସକ୍ତି କଣ ହବା, ବଜାୟ ରଖିବା। ତେଣୁ ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ରଘୁନାଥ ଦାସ ଗୋସ୍ୱାମୀଙ୍କର ପିତାଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ତେଣୁ ଆମ ଜୀବନରେ ଆମେ ସବୁବେଳେ ପ୍ରୟାସ କରିବା ଦରକାର, ଯଦି ଆବଶ୍ୟକ ଯେତିକି ସମାଜରେ ଗୋଟିଏ ପ୍ରତିଷ୍ଠିତ ବା ସମ୍ମାନର ସହିତ ବଞ୍ଚିବା ପାଇଁ ଯଦି ଅର୍ଥ ବ୍ୟବସ୍ଥା ହେଇଯାଇଛି, ତାହେଲେ ଜଣେ ଭକ୍ତି ପାଇଁ କଣ କରିବା ଦରକାର, ପ୍ରୟାସ କରିବା ଦରକାର। ବହୁତ କଥା ଶୁଣିଲେ, ବହୁତ କଥା ଜାଣିଲେ ବି ଜଣେ ଜୀବନରେ ଆଚରଣ କରିପାରେ ନାହିଁ। ଯେମିତି ଆମେ ବହୁତ ଶ୍ରବଣ କରୁଛେ, କିନ୍ତୁ ତଥାପି ଆମେ ଦେଖୁଛେ ଯେ ଆମେ ଗମ୍ଭୀର ହେଇପାରୁ। ତେଣୁ ଆମକୁ କଣ କରିବାକୁ ଦରକାର, ଆମେ ବୈଷ୍ଣବ ମାନଙ୍କର କୃପାକୁ ପ୍ରାର୍ଥନା କରିବାକୁ ପଡିବ। ତେଣୁ ଏଠି ରୂପ ଗୋସ୍ୱାମୀ ଉଦାହରଣ ଦଉଛନ୍ତି ଏକାଦଶ ସ୍କନ୍ଦରୁ, ଯେ ଯୋଉମାନେ ବାସ୍ତବରେ ଭଗବାନଙ୍କ ଚରଣରେ ଆଶ୍ରୟ ନେଇଥାନ୍ତି ଆଉ ସେମାନେ ତାଙ୍କର କର୍ତ୍ତବ୍ୟ ତ୍ୟାଗ କରିଥାନ୍ତି, ସେମାନେ ବାସ୍ତବରେ ପ୍ରଥମ ଶ୍ରେଣୀର ମନୁଷ୍ୟ ରୂପରେ ବିବେଚିତ ହୁଅନ୍ତି। ଭଗବାନଙ୍କର ଉକ୍ତିରୁ ବୁଝାଯାଏ ଯେ ବାସ୍ତବରେ ଏଇ ସାଂସାରିକ ଦୃଷ୍ଟିକୋଣରୁ ଯୋଉମାନେ ବହୁତ ଉଚ୍ଚ ସ୍ଥିତିରେ ଥାନ୍ତି ସେମାନଙ୍କୁ ବହୁତ ସମ୍ମାନ ଦିଆଯାଏ। ଯୋଉମାନଙ୍କ ପାଖରେ ଉଚ୍ଚ ପଦବୀ ଥାଏ ବା ଉଚ୍ଚ ଶିକ୍ଷା ଥାଏ, କିନ୍ତୁ ଶ୍ରୀମଦ୍ ଭାଗବତମ ଏବଂ ଅନ୍ୟାନ୍ୟ ପ୍ରାମାଣିକ ଶାସ୍ତ୍ର ମାନଙ୍କରୁ
ଏଇ ଶିକ୍ଷା ମିଳେ ଯେ ଯୋଉମାନେ ବାସ୍ତବରେ ଭଗବାନଙ୍କର ମାନେ କୃଷ୍ଣ ଚେତନଶୀଳ ଯୋଉମାନେ ସେବା ପରାୟଣ ହେଇଛନ୍ତି, ଯୋଉମାନେ ବାସ୍ତବରେ ସମାଜରେ ସେମାନେ ବ୍ୟବହାର ଜାଣିଛନ୍ତି, ଆଉ ଯୋଉମାନେ ପରର ଉପକାର କରନ୍ତି, ସମାଜ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରନ୍ତି, ସେମାନେ ସବୁଠାରୁ ଉତ୍ତମ ବୋଲି ବିବେଚିତ ହୁଅନ୍ତି। ତେଣୁ କରଭଜନ ଋଷି ମହାରାଜ ନେମିଙ୍କୁ କହିଛନ୍ତି ବାସ୍ତବରେ ଯୋଉମାନେ କଣ କରନ୍ତି, ବୃତ୍ତିଗତ କର୍ତ୍ତବ୍ୟ ପରିତ୍ୟାଗ କରି ଭଗବାନଙ୍କର ଚରଣ କମଳରେ ଆତ୍ମନିବେଦନ ପୂର୍ବକ ସମ୍ପୂର୍ଣ୍ଣ ଆଶ୍ରୟ ଯୋଉମାନେ ଗ୍ରହଣ କରନ୍ତି, ସେମାନେ କାହା ପାଖରେ ଋଣୀ ହୁଅନ୍ତି। ଯେମିତି ଆମେ ଦେଖିବା ଏଇ ସମାଜରେ ଅନେକ ଋଣ ଥାଏ, ପିତୃ ଋଣ, ମାତୃ ଋଣ, ଯାହା କୁହନ୍ତି ଋଷି ଋଣ, ଅନେକ ପ୍ରକାର ଋଣ ଥାଏ। ତେଣୁ ଗୁରୁଙ୍କର ଋଣ। ତେଣୁ ଏଠି କହୁଛି ଜଣେ ଯେତେବେଳେ ଭଗବାନଙ୍କର ଆଶ୍ରୟ କରି ସେ ପ୍ରେମପୂର୍ଣ୍ଣ ସେବା କରିବାକୁ ଆରମ୍ଭ କରେ, ସେତେବେଳେ ସେ କଣ ହୁଏ, ଆଉ କାହା ପାଖରେ ଋଣୀ ହୁଏ ନାହିଁ ଏବଂ ସେ କଣ କରେ, ସମାଜ ପାଇଁ କଣ କରେ, କାର୍ଯ୍ୟ କରେ ଏବଂ ପାପ ପୂର୍ଣ୍ଣ ଯୋଉ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ 5 ପ୍ରକାର ପାପ କର୍ମ ହୋଇଯାଏ, ସେ ପାପ କର୍ମର ତାକୁ ପ୍ରାୟଶ୍ଚିତ ମଧ୍ୟ କରିବାକୁ ପଡେ ନାହିଁ। ପାପ 5 ପ୍ରକାର ଯୋଉ ପାପ ହୁଏ ବ୍ୟକ୍ତିର, ସେଥିପାଇଁ ତାକୁ ଯଜ୍ଞ କରିବାକୁ ପଡେ। କିନ୍ତୁ ଯଦି ଯୋଉମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହେଇଯାନ୍ତି, ସେମାନେ ଏଇ ସବୁ ଯାହା କୁହନ୍ତି କାର୍ଯ୍ୟରୁ ମୁକ୍ତ ହେଇଯାଆନ୍ତି। ତେଣୁ ଜନ୍ମ ହେଲା ମାତ୍ରେ ବ୍ୟକ୍ତି କଣ ହୁଏ, ଋଣୀ ହେଇଯାଏ ଏବଂ ସେଇ ଋଣ ତାକୁ ଶୋଧନ କରିବାକୁ ପଡେ। କେମିତି ସେ ଶୋଧନ କରିବାକୁ ପଡେ? ବିଶେଷ କରି ପ୍ରଥମେ ଋଷି ମାନଙ୍କର ଋଣ। ଯେତେବେଳେ ଜଣେ ଶାସ୍ତ୍ର ସ୍ୱାଧ୍ୟାୟ କରେ, ସେ କଣ କରେ, ଋଷି ଋଣରୁ ମୁକ୍ତ ହୁଏ। ଭଗବାନ ବ୍ୟାସ ଯୋଉ ଗ୍ରନ୍ଥ ରଚନା କରିଛନ୍ତି, ଆମେ ଯଦି ସ୍ୱାଧ୍ୟାୟ କରିବା, ଯାହା ଆପଣ ମାନେ କରୁଛନ୍ତି, ସେମାନେ ଋଷି ଋଣରୁ ମୁକ୍ତ ହେଇଯିବେ। ତେଣୁ ଅନେକ ଋଷି ମାନେ ଅଛନ୍ତି, ଯେମିତି ଶଙ୍କରାଚାର୍ଯ୍ୟ, ଗୌତମ ମୁନି, ନାରଦ ମୁନି, ଅନେକ ଋଷି ଅଛନ୍ତି ଏବଂ ସେମାନଙ୍କ ନିକଟରେ ଆମେ ଋଣୀ ଏବଂ ଆମେ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ହଉଛେ, ଆମର ପିତା ମାତା ପୂର୍ବଜଙ୍କ ନିକଟରେ ଆମେ କୃତଜ୍ଞ, କାରଣ ବଂଶାନୁକ୍ରମେ ଆମମାନେ ଶିକ୍ଷା ଲାଭ କରୁଛେ। ସେମିତି ଗୋମାତାଙ୍କ ନିକଟରେ ଆମେ ଋଣୀ, ତାଙ୍କ ଦୁଗ୍ଧରେ ଆମ ଶରୀର ହେଇଛି। ଆଉ ଆତ୍ମୀୟ ସ୍ୱଜନ ମାନଙ୍କ ପାଖରେ ଋଣୀ, ସେମାନେ ବହୁ ପ୍ରକାର ଆମେ ସାହାଯ୍ୟ କରନ୍ତି। ବିଭିନ୍ନ ପ୍ରକାର ପଶୁ ପକ୍ଷୀ ରହିଛନ୍ତି, ସେମାନଙ୍କ ପାଖରେ ବି ଆମେ ଋଣୀ। ତେଣୁ ଦେବତା, ପୂର୍ବପୁରୁଷ, ଋଷି, ପଶୁ ପକ୍ଷୀ ସମସ୍ତଙ୍କ ନିକଟରେ ବ୍ୟକ୍ତି ଋଣ। ତେଣୁ ଉପଯୁକ୍ତ ସେବା ସମ୍ପାଦନ ଦ୍ୱାରା ଜଣେ କଣ କରିବା ଦରକାର, ଋଣ ପରିଶୋଧ କରିପାରିବ। ଜଣେ ଗୋଟି କେତେ ଋଣ ପରିଶୋଧ କରିବ, ଜୀବନ ପଳେଇବ, ଋଣ ପରିଶୋଧ କରିପାରିବେନି, ବାକି ଖୁସି ହେବେନି। କିନ୍ତୁ ଯଦି ଜଣେ ସେ ଆତ୍ମସମର୍ପଣ କରେ ଭଗବାନଙ୍କ ପାଖରେ, ତାର ପ୍ରକୃତ ଋଣ ପରିଶୋଧ ହେଇଯାଏ। ତେଣୁ ଭଗବତ ଗୀତାରେ ମଧ୍ୟ କୁହାଯାଇଛି ଯେ ବାସ୍ତବରେ ଦେବର୍ଷି ବୃଦ୍ଧାତ୍ମ ଋଣ। ଜଣେ ବାସ୍ତବରେ ଜଣେ ଯଦି ଏସବୁ କିଏ କହିବ, ଯଦି ଆମେ ନ କରିବା ପିତାମାତାଙ୍କର ସେବା, ଦେବତା ମାନଙ୍କର ସେବା, ଆମକୁ ପାପ ଲାଗିବ, ପାପରେ ଆମେ ଭାଗି ହବା। ତେଣୁ ଏଠି କହୁଛନ୍ତି, ଭଗବାନ କହୁଛନ୍ତି ନା ନା, ମୁଁ ପ୍ରତିଶ୍ରୁତି ଦଉଛି ଯେ ତୁମେ କଣ ହବ ନା, ତୁମକୁ ପାପ ସ୍ପର୍ଶ କରିପାରିବ ନାହିଁ ବା ତୁମର କୌଣସି ତ୍ରୁଟି ରହିବ ନାହିଁ। ମୁଁ ତୁମକୁ ସବୁ ପରିସ୍ଥିତିରେ ସୁରକ୍ଷା ଦେବି। ଅଗସ୍ତ୍ୟ ସଂହିତାରେ ମଧ୍ୟ କୁହାଯାଉଛି ଯେ ବାସ୍ତବରେ ଜଣେ ଯୋଉମାନେ ମୁକ୍ତ ପୁରୁଷ, ସେମାନଙ୍କ ପାଖରେ ଶାସ୍ତ୍ରୀୟ ବିଧିବିଧାନ ଲାଗୁ କରାଯାଏ। ତେଣୁ ଏଠି କହୁଛନ୍ତି ଯେପରି ଭଗବାନ ରାମଚନ୍ଦ୍ରଙ୍କର ଉପଯୁକ୍ତ ସେବାରେ ନିଯୁକ୍ତ ବ୍ୟକ୍ତି କର୍ମକାଣ୍ଡ ନିତ୍ର ତା ପାଖରେ ଆବଶ୍ୟକତା ନଥାଏ। ଗୋଟିଏ ଜିନିଷ ମୋର ମନେ ପଡେ ଏଇ ପ୍ରସଙ୍ଗରେ, ଥରେ ଅଯୋଧ୍ୟାରେ ଜଣେ ସାଧୁ ଥିଲେ, ସେ ରାମଜୀଙ୍କୁ ନିଜର ଶିଷ୍ୟ ବୋଲି ଭାବୁଥିଲେ। ତେଣୁ ସେ ଯେତେବେଳେ ମନ୍ଦିରକୁ ଯାଆନ୍ତି, ସେ କୁହନ୍ତି ଯେ ଜାନକୀଜୀଙ୍କ ଆଗରେ କଣ କରିବା ପାଇଁ, ପର୍ଦା ଲଗେଇଦବା ପାଇଁ, କାରଣ ବୋହୂ କେମିତି ଶ୍ୱଶୁରଙ୍କ ଆଗରେ ଛିଡା ହେବେ। ତେଣୁ ଆସେ ସବୁବେଳେ କଣ କରନ୍ତି ନା, ନିଜ ବେକରେ ଫୁଲମାଳ ପକେଇ ରାମଜୀଙ୍କୁ ଦିଅନ୍ତି। ତ ପ୍ରଥମେ କିଛି ଲୋକ ୟାକୁ ବିରୋଧ କଲେ, ଯେଟା କେମିତି ମଜା କଲେ, ଠିକ ଅଛି ତୁମର ଯଦି କରିବାର ଅଛି ତୁମେ ଘରେ କର, କିନ୍ତୁ ଏଠି କଣ କର ନା ଏଭଳି କାର୍ଯ୍ୟ କର। ତେଣୁ ଥରେ ପରୀକ୍ଷା କରିବା ପାଇଁ ରାମଜୀଙ୍କୁ କଣ କରାହେଲା ନା, ଫ୍ରେଶ ମାଳ ଦିଆହେଲା, 2 ଥର ଯାକ କଣ ହେଲା, ମାଳ ଛିଡିକି ପଡିଗଲା। ତେଣୁ ସେ ବ୍ୟକ୍ତି ଜଣକ କହିଲେ, ଆରେ ଗୁରୁଙ୍କ ଆଗରେ ଶିଷ୍ୟ କେମିତି ଅମଣିଆ ବସ୍ତୁ ପିନ୍ଧିବେ, ଆଣ ଫୁଲମାଳ ଆଣ।
ତେଣୁ ସେ ଫୁଲମାଳ ଆଣିକି ଯେତେବେଳେ ପିନ୍ଧିକି ରାମଜୀଙ୍କୁ ଦେଲେ ସେତେବେଳେ ସେ ଫୁଲମାଳ ରହିଗଲା। ଯଦିଓ ତାପରେ ମଧ୍ୟ ବହୁତ ଲୋକ ବିରୋଧ କଲେ, କିନ୍ତୁ ଯେତେବେଳେ ରାମଜୀ କଣ ହେଲେ, ତାଙ୍କର ଯୋଉଦିନ ଅପ୍ରକଟ ହେଲା ସେତେବେଳେ ରାମଜୀଙ୍କର ମନ୍ଦିର ଆଗରେ ଯେତେବେଳେ ତାଙ୍କର କଣ ହେଲା ନା ତାଙ୍କର ଅନ୍ତିମ ଯାତ୍ରା ପ୍ରାରମ୍ଭ ହେଲା, ସେତେବେଳେ ଦେଖାଗଲା ଯେ ରାମଜୀ କଣ କରିଛନ୍ତି ନା ରାମଜୀଙ୍କ ନେତ୍ରରୁ ଲୁହ ଆସିଯାଇଛି, ବିଗ୍ରହଙ୍କ ଆଖିରୁ ଲୁହ ଆସିଯାଇଛି। ତେଣୁ ଯାଦୃଶୀ ଭାବନା ଯସ୍ୟ, ଏଇ ଆଧ୍ୟାତ୍ମିକ ଜୀବନରେ ଏଇ ଯୋଉ ଚର୍ଚ୍ଚା ଆମେ କରୁଛେ, ଏଇ ଯୋଉ ଭକ୍ତି ଯୋଗ ଶୁଦ୍ଧ ଯାହା କୁହନ୍ତି ରହିଛି, ଏତେ ଶୁଦ୍ଧତା ରହିଛି ଯେ ଆମେ ଏଟାକୁ କଳ୍ପନା କରିପାରିବାନି। କାରଣ ଆମ ମନରେ ବର୍ତ୍ତମାନ ବହୁତ କାମ, କ୍ରୋଧ, ଲୋଭ ଏସବୁ ଭରି ରହିଛି। ସେଥିପାଇଁ ଆମେ ଯିଏ ଯେଉଁ ଗୁଣରେ ରହିଛେ, ଆମେ ମଧ୍ୟ ଭକ୍ତିକୁ ଯେତେବେଳେ ଶୁଣୁଛେ ଆମେ ସେଇ ହିସାବରେ ଆମେ ଚିନ୍ତନ କରୁଛେ। ତେଣୁ ଭଗବାନଙ୍କର ଭକ୍ତ ମାନେ ଜଣେ ମୁକ୍ତ ସ୍ଥିତିକୁ ଯାଇପାରିଥାନ୍ତି। ଶ୍ରୀମଦ୍ ଭାଗବତମରେ କରଭାଜନ ମୁନି ମହାରାଜ ନିମଙ୍କୁ କହୁଛନ୍ତି, ଯୋଉମାନେ ଦେବାଦେବୀଙ୍କର ପୂଜା ପରିତ୍ୟାଗ କରିଛନ୍ତି ଆଉ ଭଗବାନଙ୍କର ସେବାରେ ସେମାନେ ସମ୍ପୂର୍ଣ୍ଣ ଶକ୍ତି ପ୍ରାପ୍ତ କରିଛନ୍ତି, ସେମାନେ ଅତ୍ୟନ୍ତ ପ୍ରିୟ ହେଇଛନ୍ତି। ଯଦି ସେମାନଙ୍କର ଦୈବାତ କିଛି ଭୁଲ ହେଇଯାଏ, ଦୈବାତ ମନେ ରଖିଥିବେ, ଜାଣି ଶୁଣି ନୁହେଁ, ତାହେଲେ ସେମାନଙ୍କର ପ୍ରାୟଶ୍ଚିତ କରିବା ଦରକାର ପଡେ ନାହିଁ। ତେଣୁ ଏଠି କହୁଛନ୍ତି ଭଗବାନ ତା ହୃଦୟରେ ଅବସ୍ଥାନ କରିଛନ୍ତି ଏବଂ ତା ପ୍ରତି ଅନୁକମ୍ପା କରନ୍ତି ଏବଂ ତାର ଶୋଧନ କରିଦିଅନ୍ତି। ଏହା ମଧ୍ୟ ଭଗବତ ଗୀତାରେ ସ୍ୱୀକାର ହେଇଛି। ତେଣୁ ଏଇ ଯୋଉ ଭକ୍ତି ଯୋଗ, ଏହା କଣ କରେ ନା ବହୁତ ଶୀଘ୍ର ବ୍ୟକ୍ତିକୁ ବେଳେ ବେଳେ ଆପଣଙ୍କୁ ଲାଗିବ, ଯେତେବେଳେ ଆପଣ ବହୁତ ବର୍ଷ ଧରି ରହିଥିବେ ଏବଂ ରିପିଟେଡଲି ଆପଣଙ୍କର ଭୁଲ ହେଇ ଚାଲିଥିବ, ଆପଣଙ୍କୁ ବେଳେ ବେଳେ ଲାଗିବ ଯେ ବାସ୍ତବରେ ଏ କୃଷ୍ଣ ଚେତନା ପ୍ରକୃତରେ କାର୍ଯ୍ୟ କରୁଛି ନା ନାହିଁ। କାରଣ ମୋର ତ କିଛି ପରିବର୍ତ୍ତନ ହଉନି, ମୁଁ ଆଗରୁ ଯେମିତି ବଦମାସ ଥିଲି ଏବେ ବି ସେମିତି ବଦମାସି କରୁଛି। ତେଣୁ ଆମକୁ ସବୁବେଳେ କଣ କରିବାକୁ ପଡିବ, ଉନ୍ନତ ଭକ୍ତଙ୍କର ସଙ୍ଗ କରିବାକୁ ପଡିବ। ଆମେ ଉନ୍ନତ ଭକ୍ତଙ୍କର ସଙ୍ଗ ନ କଲେ କଣ ହବା, ଆମେ ପ୍ରକୃତରେ ଜାଣିପାରିବାନି ଯେ ଭକ୍ତିଟା କେମିତି କାର୍ଯ୍ୟ କରେ, ଭକ୍ତି କିଭଳି କାର୍ଯ୍ୟ କରୁଛି। ଉନ୍ନତ ଭକ୍ତଙ୍କୁ ନ ଦେଖିବା, ଆପଣ ଭକ୍ତିକୁ ଯେତେ ପଢନ୍ତୁ, ଯେତେ ଶୁଣନ୍ତୁ, ଉନ୍ନତ ଭକ୍ତଙ୍କୁ ନ ଦେଖିଲେ ଆପଣ ଜଣେ, ସେଥିପାଇଁ କହନ୍ତି ଯୋଉ ଥିଓରି ଅପେକ୍ଷା ଗୋଟିଏ ପ୍ରାକ୍ଟିକାଲ କଣ ହୁଏ ନା ମନକୁ ବଡ ପ୍ରଭାବିତ କରେ। ତେଣୁ ଏଠି କୁହାଯାଉଛି ଯେ ବାସ୍ତବରେ ଭଗବାନ ପ୍ରତି ପଦକ୍ଷେପରେ ସାହାଯ୍ୟ କରିବେ ଏବଂ ଆମର କ୍ଷୁଦ୍ରାତି କ୍ଷୁଦ୍ର ଦୋଷକୁ ଭଗବାନ କେବେ ଦେଖିବେନି। ତେଣୁ ଜଣେ ବହୁତ ଉଚ୍ଚ ଆଶା ରଖିବା ଦରକାର ଏବଂ ଭକ୍ତି ଜୀବନରେ ଆଗେଇବା ଦରକାର। ପରବର୍ତ୍ତୀ ଅଧ୍ୟାୟ, ଯାହାର ଶୀର୍ଷକ ହଉଛି ଭକ୍ତି ଯୋଗ କିପରି ସାଧନ କରିବାକୁ ହବ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ୟାକୁ ଆମେ ଆଜି ଆରମ୍ଭ କରୁଛି ଏବଂ ଆଗାମୀ କାଲି ଆମେ ଏ ଅଧ୍ୟାୟକୁ ଶେଷ କରିବା। ରୂପ ଗୋସ୍ୱାମୀ ତାଙ୍କର ବଡ ଭ୍ରାତା ସନାତନ ଗୋସ୍ୱାମୀଙ୍କର ହରିଭକ୍ତି ବିଳାସ ଗ୍ରନ୍ଥରୁ ବୈଷ୍ଣବ ମାନେ କଣ କରୁଛନ୍ତି, କଣ କଣ ନିୟମ ପାଳନ କରିବେ, କିଭଳି ତାଙ୍କର ଜୀବନ ଶୈଳୀ ରହିବ, କେମିତି ବ୍ରତ ଉପବାସ କରିବେ, ଅନେକ ବିଧିବିଧାନ ଉଲ୍ଲେଖ କରିଛନ୍ତି। ତେଣୁ ଏଇ ଗ୍ରନ୍ଥ ବଡ ପ୍ରସିଦ୍ଧ, ତେଣୁ ଏହାର ମୌଳିକ ନୀତି ଗୁଡିକ ଆମେ ପ୍ରଥମେ ଜାଣିବା ଦରକାର। ଏଠି କହୁଛନ୍ତି ଯେ ପ୍ରଥମେ ଜଣେ ମୁଖ୍ୟ ବିଷୟ ଆଧ୍ୟାତ୍ମିକ ଜୀବନରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ଉପଦେଶକୁ କେତେ ଅନୁସରଣ କରୁଛି। ଯଦି ଜଣେ ଗୁରୁଙ୍କର ଆଦେଶ ଅନୁସରଣ କରୁଛି ତାହେଲେ ତାର ସେ କଣ ପ୍ରକୃତ ସ୍ଥିତିରେ ଅଛି। କିନ୍ତୁ ଆମେ ଦେଖିବା ଯେ ଯେମିତି ଆମର ଇସ୍କନ ରେ ଶ୍ରୀଲ ପ୍ରଭୁପାଦଙ୍କର ଯୋଉ 4ଟି ନିୟମ ଅଛି, କିଏ କହିପାରେ 4ଟା ନିୟମ କଣ? ଗୋଟେ ହଉଛି ଯମ, ଆଉ ଗୋଟେ ହଉଛି ନିୟମ, ଗୋଟେ ହଉଛି ନୀତି, ଆଉ ଗୋଟେ ହଉଛି ନିୟମ। ଚାରିଟା ନିୟମ ହଉଛି, ଚାରିଟା ନିୟମ ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ, ଚାରିଟା ନିୟମ ଫୋର ରେଗୁଲାର ପ୍ରିନ୍ସିପଲ ଯୋଉଟା କହିଛନ୍ତି, ନୀତି ହଉଛି 16 ମାଳା ଜପ କରିବା। ବହୁତ ସୁନ୍ଦର। ଆଉ ମଙ୍ଗଳ ଆଳତି ଆଉ ଏକାଦଶୀ
ଏକାଦଶୀ ବ୍ରତ ପାଳନ କରିବା। ଠିକ ଅଛି, ବହୁତ ସୁନ୍ଦର। ତେଣୁ ଏଠି କହୁଛନ୍ତି ଯେ ଆମେ ଦେଖିବା ଯେ ବିଭିନ୍ନ ଗୁରୁଙ୍କର ଭିନ୍ନ ଭିନ୍ନ ନିୟମ ରହିଛି, ଠିକ କି ନାହିଁ? ଆମର ଇସ୍କନ ଅନେକ ଗୁରୁବର୍ଗ ଅଛନ୍ତି ଏବଂ ପ୍ରତ୍ୟେକ ଗୁରୁବର୍ଗଙ୍କର ନିୟମ ସବୁ ଅଲଗା ରହିଛି ନିଜର ସ୍ଥିତି ଅନୁସାରେ। ତେଣୁ ଏଠି କହୁଛନ୍ତି ଯେ ଆମେ ବାସ୍ତବରେ ବର୍ତ୍ତମାନ ଯୋଉ ଭକ୍ତିର ମୌଳିକ ନିୟମ ଗୁଡିକ ସେ କହୁଛନ୍ତି ପ୍ରଥମେ ଆଧ୍ୟାତ୍ମିକ ଜୀବନ କେତେବେଳେ ପ୍ରାରମ୍ଭ ହୁଏ? ଜଣେ ଯେତେବେଳେ ଗୁରୁ ପାଦାଶ୍ରୟ କରେ। ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସରେ ଲେଖିଛନ୍ତି ଗୁରୁ ପାଦାଶ୍ରୟ ଭକ୍ତି। ତେଣୁ କବିରାଜ ଗୋସ୍ୱାମୀ ସେଇ ପଦକୁ ଏକ୍ଜାକ୍ଟ ନେଇଛନ୍ତି, ଗୁରୁ ପାଦାଶ୍ରୟ ଭକ୍ତି କରି ଗୁରୁର ସେବନ। ଗୁରୁଙ୍କର ଦୀକ୍ଷା ନେଲା ପରେ ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୁଏ। କେତେ ଜଣ ଏଠି ଦୀକ୍ଷା ନେଇନାହାନ୍ତି? ହ୍ୟାଣ୍ଡ ରେଜ୍ କଲେ। ଇନିସିଏସନ ନେଇନାହାନ୍ତି। କେତେ ଜଣ ଡିସାଇପଲ କୋର୍ସ କରିଛନ୍ତି ଯୋଉମାନେ ଇନିସିଏସନ ନେଇନାହାନ୍ତି? ଇନିସିଏସନ ନେଇନାହାନ୍ତି କିନ୍ତୁ ଡିସାଇପଲ କୋର୍ସ କରିସାରିଛନ୍ତି। ବହୁତ ସୁନ୍ଦର। ତା ମାନେ ବି ଆପଣ ବର୍ତ୍ତମାନ ଇଏରେ ଅଛନ୍ତି। ତେଣୁ ପ୍ରଥମେ ଆଧ୍ୟାତ୍ମିକ ଜୀବନ। ତ ବେଳେ ବେଳେ ପ୍ରଶ୍ନ ଉଠେ ଯେ ବର୍ତ୍ତମାନ ଆମେ ଯୋଉ ଭକ୍ତି କରୁଛେ ସେଟା କଣ? ସେଟା ଭକ୍ତି କୁହାଯିବ କି ନାହିଁ? କିଏ କହିପାରିବେ? କିଏ କହିବାକୁ ଚାହିଁବେ? ଦୀକ୍ଷା ପୂର୍ବରୁ ଯୋଉ ଭକ୍ତି ଅଙ୍ଗ ଗୁଡିକ କରାଯାଏ ସେଟା ଭକ୍ତି ନା ନାହିଁ? ନିରୁପମା ମାତାଜୀ କଣ କହିବାକୁ ଚାହିଁବେ? ମାତାଜୀ ଆପଣ ଅନ୍ କରନ୍ତୁ ଆପଣଙ୍କର। ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ। ଅନ୍ ଅଛି ପ୍ରଭୁଜୀ। ଆଚ୍ଛା ଆଚ୍ଛା, କୁହନ୍ତୁ। ଦୀକ୍ଷା ପୂର୍ବରୁ ଯୋଉ ଭକ୍ତି ଆମେ ଯାଜନ କରୁଛେ, ସେବା କରୁଛେ, ସେଟାକୁ ଭକ୍ତି କୁହାଯିବ କି ନାହିଁ? ପ୍ରଭୁଜୀ ସମସ୍ତଙ୍କର ମାତାଜୀ ଆପଣଙ୍କର ଭଏସ କଟୁଛି। ପ୍ରଭୁଜୀ ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ। ହଁ ପ୍ରଭୁଜୀ, ଆଜି ମୋର ଏକୁଟିଆ ଡିଷ୍ଟର୍ବାନ୍ସ ହଉଛି ନା ସମସ୍ତ ମୁଁ ଜାଣିପାରୁନି। ଠିକ ଅଛି ମାତାଜୀ, ଆପଣଙ୍କର ଭଏସ ଆସୁନି, ଠିକ ସେ କଟି ଯାଉଛି ମଝିରେ ମଝିରେ। ମୁଁ ଆଶା କରୁଛି ମୋର କଥା ସମସ୍ତେ ଶୁଣି ପାରୁଥିବେ। କିଏ ଜଣେ ମାଇକ୍ ଅନ୍ କରିକି କୁହନ୍ତୁ ମୁଁ କ୍ଲିୟର ଅଛି କି ନାହିଁ? ଆଜ୍ଞା ପ୍ରଭୁଜୀ। ଆଜ୍ଞା। ଠିକ ଠିକ ଅଛି। ନବକିଶୋର ପ୍ରଭୁ ଆପଣ କଣ କହୁଛନ୍ତି? ଦୀକ୍ଷା ପୂର୍ବରୁ ଯୋଉ ଭକ୍ତି କରାଯାଏ ସେଟା ଭକ୍ତି ନା ନାହିଁ? ବା ଯଦି ସେଟା ଭକ୍ତି ନୁହେଁ ତାହେଲେ ସେଟା କଣ? ଯେତେବେଳେ ନୂତନ ଭକ୍ତିରେ ଯେତେବେଳେ ଜଣେ କିଏ ଆସେ ସେତେବେଳେ ତାର ଶ୍ରଦ୍ଧା ବହୁତ ଥାଏ, ଆଉ ସେଇଟା ତ ଭକ୍ତିରେ ଗଣାଯାଏ। କିନ୍ତୁ ଦୀକ୍ଷା ପରେ ଯେତେବେଳେ ଗୁରୁ ଗ୍ରହଣ କଲା ପରେ ସେତେବେଳେ ଆମର ଭକ୍ତିଟା ଷ୍ଟାର୍ଟ ହୁଏ ସେଇଠୁ। ସେମିତି ଚୈତନ୍ୟ ଚରିତାମୃତରେ ସେଟା ହଉଛି ଆମେ ଆଧାରକୁ ପ୍ରସ୍ତୁତ କରୁ। ଯେମିତି ଆପଣ ସେଟା ଗୋଟେ ସାଧାରଣ ଜିନିଷ ବୋଲି ଭାବିବେନି। ସେଟା ଏତେ ଜରୁରୀ ଯେମିତି ଗୋଟେ ଆମେ ଘର ତିଆରି କରୁଛେ, ଘର ତିଆରି ପୂର୍ବରୁ ଆଧାରଟା କେତେ ମଜବୁତ ଯଦି ନ ହେଇଥିବ ତାହେଲେ ଘରଟା ଭୁଷୁଡି ପଡିବ। ସେମିତି ଦୀକ୍ଷା ପୂର୍ବରୁ ଏଇ ଯୋଉ ଶ୍ରଦ୍ଧା ଥାଏ, କେତେ ଦେଖିବେ ନୂତନ ଅବସ୍ଥାରେ କେତେ ଶ୍ରଦ୍ଧା, ଅନ୍ୟମାନଙ୍କୁ ସମ୍ମାନ, ଭୟ, କିନ୍ତୁ ଧୀରେ ଧୀରେ କଣ ହୁଏ ଜିନିଷ ଗୁଡାକ ନଷ୍ଟ ହେଇଯାଏ। ତେଣୁ ଏଠି କହୁଛନ୍ତି ଜଣେ ପ୍ରଥମେ ହଉଛି ଗୁରୁଙ୍କର ପାଦାଶ୍ରୟ କରିବା ଦରକାର, ତାପରେ ଗୁରୁଙ୍କର ଦୀକ୍ଷା ଗ୍ରହଣ କରିବା ଦରକାର, ଏବଂ ଭକ୍ତି ବିଷୟରେ ଭକ୍ତି କିପରି ହବ ତାଙ୍କୁ ପଚାରିବା ଦରକାର, ଏବଂ ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶ ବିଶ୍ୱାସ ଓ ଭକ୍ତିର ସହିତ ପାଳନ କରିବା ଦରକାର। ଆଧ୍ୟାତ୍ମିକର ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ମହାନ ଆଚାର୍ଯ୍ୟଙ୍କର ପଦାନୁସରଣ, ଏଇଟା ହଉଛି ଚତୁର୍ଥ ପଏଣ୍ଟ। କିଏ କହିପାରିବେ କେମିତି ଏଇ ଜିନିଷଟା ମତେ କିଏ ବୁଝେଇବାକୁ ଚାହିଁବେ? ଆପଣ ମାନେ କଣ ଶୁଣିକି କଣ ବୁଝିପାରୁଛନ୍ତି? ଆଧ୍ୟାତ୍ମିକ ଗୁରୁଙ୍କର ନିର୍ଦ୍ଦେଶରେ ମହାନ ଆଚାର୍ଯ୍ୟଙ୍କର ପଦାଙ୍କ ଅନୁସରଣ, ତ ଗୁରୁଙ୍କର ପଦାଙ୍କ ଅନୁସରଣ କଲେ ନା, ପୁଣି ମହାନ ଆଚାର୍ଯ୍ୟଙ୍କର ପଦାଙ୍କ ଅନୁସରଣ କରିବା କଣ ଆବଶ୍ୟକ? ଏଇଟା ଗୋଟେ ଭୁଲ କଥା ଭଳି ଲାଗୁଛି। କିଏ କହିବାକୁ ଚାହିଁବେ ଆପଣ ମାନଙ୍କ ଭିତରୁ? ହରେ କୃଷ୍ଣ ପ୍ରଭୁଜୀ। ପ୍ରଭୁଜୀ, ଯେମିତି ଆମେ କହୁଛନ୍ତି ଶିକ୍ଷା ଗୁରୁ ହଉଛନ୍ତି ସବୁବେଳେ ରହିବେ ଶିଲ ପ୍ରଭୁପାଦ, କିନ୍ତୁ ଦୀକ୍ଷା ଗୁରୁ ଆଉ ଜଣେ ଚେଞ୍ଜ ହଉଛନ୍ତି।
तो आम शिक्षा गुरु को नहीं पारिबा आध्यात्मिक गुरु जो सबुठाରୁ बड़ आउ दीक्षा गुरु होचंदी से परंपरा रे आସୁଥିବା जो आम दीक्षा ये मोर प्रभु लास्ट लाइन टा आउ थरे कहले कौन कहनी शिक्षा गुरु हेले बड़ शिक्षा गुरु माने शिक्षा गुरु होचंती हमर प्रभुपाद जे कि केबे भी चेंज हेबे नाही समस्त ପାଇଁ शिक्षा गुरु रहिबे प्रभुपाद କିନ୍ତୁ दीक्षा गुरु होची नॉर्मली परंपरा रे आସୁଥିବା जो तांकर शिष्य को आमे दीक्षा गुरु बोलिका मानिବାକୁ पड़े। अच्छा आउ किए कहि अच्छे हरे कृष्ण प्रभु जी शिक्षा गुरु प्रभुपाद एवं तांको सांगरे भी अन्य जो भक्त माने गुरु परंपरा रे रहिचंती तांको पाखरु आमे सुनुचु एवं शिक्षा लाभ करू एवं शिक्षा गुरु और दीक्षा गुरु एक ही स्टेज रो बोलिकी कहवा जाय हम जो इस्कॉन ले हम गुरु महाराज अन्य माननकु कहि जाइतिले जे मु तो समय देई परिबेनी माने इस्कॉन रो भक्त माने हमको देखिए। अच्छा आउ किए कहि अच्छे हेबे हरे कृष्ण कौन हरे कृष्ण हाँ ये किए जाने बदे हलधर स्वामी मार जो क्लास रे बसी की उत्तर देବାକୁ चाहूँ कौन हरे किए कृष्ण कहि चाहूँ हाँ कौन हरे कृष्ण हाँ कौन तू मां ମୁଁ ଆପଣଙ୍କୁ ହାତ ଯୋଡ଼ି ନିବେଦନ କରିବି ଆଉ ହୁଏତ ମୋର ଏଇ କଥାଟା କାହାକୁ କଷ୍ଟ ଲାଗିପାରେ ମନେ ରଖିଥିବେ ସବୁବେଳେ ବିଦ୍ୟା ଐକାନ୍ତିକତା ଚାହେଁ ଗୋଟେ ସମୟରେ ଦିଟା କାର୍ଯ୍ୟ ଯଦି କରିବେ ଆପଣଙ୍କର କୋଉଟା ଠିକ ସେ ହବନି ଆଇଦର ଆପଣ ଏଠି କ୍ଲାସ ବନ୍ଦ କରି ହଳଧର ସ୍ୱାଇଁ ମହାରାଜଙ୍କ କ୍ଲାସ ଶୁଣନ୍ତୁ ବା ଆପଣ କ୍ଲାସ ଯୋଉ ଘଣ୍ଟାଟେ ଦେଖନ୍ତୁ ମୁଁ ବେଶୀ ସମୟ ବି ଆପଣଙ୍କର ନଉନି ଗୋଟେ ଘଣ୍ଟା କ୍ଲାସ ତା ଭିତରେ ବି ଯଦି ଆପଣ ମୋବାଇଲ ଆଟେଣ୍ଡ କରୁଥିବେ ଆପଣ ପିଲା ଛୁଆଙ୍କୁ ଦେଖୁଥିବେ ଆପଣଙ୍କର ଯାହା ନାନା ପ୍ରକାର କାର୍ଯ୍ୟ କରିକି ଯଦି କ୍ଲାସ ଶୁଣୁଥିବେ ତାହେଲେ ମନେ ରଖିବେ ଆପଣ ବହୁତ ଭୁଲ ପଥରେ ପଥିକ ଅଛନ୍ତି ହୁଏତ ମୋର ଶବ୍ଦ ଆପଣଙ୍କୁ କଷ୍ଟ ଦେଇପାରେ କିନ୍ତୁ ଏଥିରେ ଆପଣଙ୍କର କେବେ ବି ଯୋଉ ଉଦ୍ଦେଶ୍ୟ ନେଇ କୋର୍ସ କରୁଛନ୍ତି ତାହା ସାଧିତ ହବ ନାହିଁ ମାନେ ବିଦ୍ୟା ସବୁବେଳେ ଐକାନ୍ତିକତା ଚାହେଁ କ୍ଲାସ ପାଇଁ ଜଣେ ନିର୍ଦ୍ଦିଷ୍ଟ ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଭକ୍ତି ଶାସ୍ତ୍ରୀ ଗୋଟେ ଛୋଟିଆ ଜିନିଷ ନୁହେଁ ବିଦ୍ୟା ଯେତେବେଳେ ଯାଜନ କରାଯାଏ ବହୁତ ଗମ୍ଭୀର ହେଇକି ଜଣେ କଣ କରିବା ଦରକାର ସମୟ କାଢିବା ଦରକାର ଆପଣ ଆମର ପରମ ପୂଜ୍ୟ ରାଧାବିନ୍ଦ ମହାରାଜ ଗୋଟେ ବହୁତ ସୁନ୍ଦର କଥା କୁହନ୍ତି ସେ କୁହନ୍ତି ପ୍ରାତଃ ମୁହୂର୍ତ୍ତରେ କି ଗୃହସ୍ଥ କି ବ୍ରହ୍ମଚାରୀ କି ବାନପ୍ରସ୍ଥି କି ସନ୍ନ୍ୟାସୀ ପ୍ରତ୍ୟେକ ବ୍ୟକ୍ତି ମରିଯିବା ଦରକାର ସେ କୁହନ୍ତି ଯୋଉମାନେ ଚାକିରି କରନ୍ତି ସେମାନେ ଚାକିରିକୁ ଯାଆନ୍ତି ସକାଳୁ ପ୍ରିପେୟାର ହେଇକି ସ୍କୁଲ କୁ ପିଲାମାନେ ଯାଆନ୍ତି ବେପାରୀ ଦେଖିବେ ସକାଳୁ କେବେ ବି ଢୁଳେଇବନି ତା ଦୋକାନ ଖୋଲିଲା ମାନେ ଯଦି ଢୁଳେଇଲା ତାର ବେପାର ହବନି ସମସ୍ତେ ସତର୍କ ପ୍ରାତଃ ମୁହୂର୍ତ୍ତରେ ଭକ୍ତ ସକାଳୁ ଭାଗବତ କ୍ଲାସ ରେ ବସିଲା ମାନେ ଶୋଇବେ ଯୋଉମାନେ କ୍ଲାସ କୁ ନେଗ୍ଲେକ୍ଟ କରନ୍ତି ମନେ ରଖିଥିବେ ଭାଗବତ ଏଇ କଥା ଶ୍ରବଣ ବିନା ଭକ୍ତିକୁ କେବେ ଆଶା କରାଯାଏନି ଜଣେ ଆମେ ବୁଝିପାରିବା ଆଧ୍ୟାତ୍ମିକ ଜୀବନ ଆଶା କରୁଛି ଆପଣ ମାନେ ସାଧୁ ହୃଦୟରେ ଏହାକୁ ଗ୍ରହଣ କରିବେ କାହାକୁ କଷ୍ଟ ଦେବା ପାଇଁ ନୁହେଁ ଆମର ନିଶ୍ଚିତ ଭାବରେ ଆମେ ବହୁତ ଆପଣ ଅନଲାଇନ ମାଧ୍ୟମରେ କୋର୍ସ କରୁଛନ୍ତି ବହୁତ କିଛି ଦାୟିତ୍ୱ ଆପଣ ମାନଙ୍କର ନିଶ୍ଚିତ ଭାବରେ ରହିଛି କିନ୍ତୁ ତା ସତ୍ତ୍ୱେ ଯଦି ଜଣେ ଚାହେଁ ସେ ନିଶ୍ଚିତ ସତର୍କ ହେଇପାରିବ ଏଇଟା ଗୋଟେ ବହୁତ ବଡ ଜିନିଷ ନୁହେଁ ଗୋଟେ ଘଣ୍ଟା ବି ବେଳେ ବେଳେ କ୍ଲାସ ହଉନି ଏବଂ ବହୁତ ଛୁଟି ରହୁଛି ଆପଣ ମାନଙ୍କର ବହୁତ ସମୟ ଅଛି ଆଶା କରୁଛି ସାଧୁ ହୃଦୟକୁ ଗ୍ରହଣ କରିବେ ଦେଖନ୍ତୁ ଦିନ ଆପଣ ମାନେ ଯୋଉ ଉତ୍ତର ଦେଲେ ପ୍ରଭୁପାଦ ହଉଛନ୍ତି ଶିକ୍ଷା ଗୁରୁ ଏଟା ପୁରା ଠିକ କଥା କିନ୍ତୁ ଶିକ୍ଷା ଗୁରୁଙ୍କର ସ୍ଥିତିଟା ଜଣେ ଜାଣିବା ଦରକାର ଶିକ୍ଷା ଗୁରୁ କାହାକୁ କୁହାଯାଏ ଆଜିକାଲି ତ ସାଧାରଣ ଭକ୍ତ ମାନଙ୍କୁ ବି କହୁଛନ୍ତି ଯେ ହଁ ସାନ୍ଦୀପନୀ ପ୍ରଭୁ ମୋର ଶିକ୍ଷା ଗୁରୁ ବା ଏଇ ପ୍ରଭୁ ମୋର ଶିକ୍ଷା ଗୁରୁ ଏଭଳି ଶବ୍ଦ କେବେ ବି କହିବା କଥା ନୁହେଁ ମୁଁ ବେଳେ ବେଳେ ମୋର ୟୁଟ୍ୟୁବ ରେ ଦେଖେ ବହୁତ ଲୋକମାନେ ଲେଖନ୍ତି ଗୁରୁଦେବ ପ୍ରଣାମ ବା ମହାରାଜ ପ୍ରଣାମ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ କେମିତି ମାନେ ଏମିତିଆ କଥା ଜଣେ ଲେଖିପାରେ ତାମାନେ ସେ ଗୁରୁ ଶବ୍ଦ ଟା ବହୁତ ହାଲକା କରିଦଉଛି ଗୁରୁ ଶବ୍ଦ ମାନେ ବୁଝିପାରୁଛନ୍ତି ଯଦି ଆପଣ ମତେ ଶିକ୍ଷା ଗୁରୁ ବୋଲି ଭାବୁଛନ୍ତି ତାହେଲେ ମନେ ରଖିଥିବେ ଶିକ୍ଷା ଗୁରୁ ମାନେ ହଉଛନ୍ତି ଶ୍ରୀମତୀ ରାଧାରାଣୀ
ଶିକ୍ଷା ଗୁରୁ ମାନେ ଭଗବାନଙ୍କ ସହିତ ସମାନ। ଦୀକ୍ଷା ଗୁରୁ ଯଦି ଆପଣଙ୍କର କମଜୋର ହେଇଥିବେ, ଶିକ୍ଷା ଗୁରୁ ଆପଣଙ୍କୁ ଭଗବାନ ପାଖକୁ ନେଇଯାଇ ପାରିବେ। ଯେ ପ୍ରଭୁପାଦ ହିଁ କେବଳ ଶିକ୍ଷା ଗୁରୁ, ଏଇ ଜିନିଷଟା ଭୁଲ। କେବଳ ଶିକ୍ଷା ଗୁରୁ। ଆପଣ ଇସ୍କନ ରେ ଜଣେ ଦୀକ୍ଷା ଗୁରୁଙ୍କଠୁ ଯଦି ଆପଣ ପରମ ପୂଜ୍ୟ ହଳଧର ସ୍ୱାଇଁ ମହାରାଜଙ୍କୁ ଦୀକ୍ଷା ନେଇଛନ୍ତି, ତ ପରମ ପୂଜ୍ୟ ଭକ୍ତି ଗୌରନାରାୟଣ ସ୍ୱାଇଁ ମହାରାଜ ଆପଣଙ୍କ ଶିକ୍ଷା ଗୁରୁ ହେଇପାରିବେ। ଯଦି ଆପଣ ତାଙ୍କର କ୍ଲାସ ଶୁଣିବାକୁ ଭଲ ପାଉଛନ୍ତି, ଆପଣଙ୍କର ତାଙ୍କର କଥା ତାଙ୍କୁ ଆପଣଙ୍କୁ ଭଲ ଲାଗୁଛି, ବା ଆପଣ ଯଦି କୌଣସି ମାନେ ଯେକୌଣସି ଗୁରୁଙ୍କୁ ଦୀକ୍ଷା ନେଇଛନ୍ତି, ଆଉ ଜଣେ ଗୁରୁଙ୍କଠୁ ଶୁଣିବାକୁ ଭଲ ଲାଗୁଛି ଆପଣ, ସେ ଆପଣଙ୍କର ଶିକ୍ଷା ଗୁରୁ ବି ହେଇପାରିବେ। କିନ୍ତୁ ଏଇଟା ବହୁତ ସାବଧାନ ହବା ଦରକାର ଏଇ ସବୁ ଜିନିଷ। ଏଠି ଏଇ ଯୋଉ ଶ୍ଲୋକର ଅର୍ଥ ହଉଛି, ଏଇ ଆମେ ଯୋଉ ଶୁଣିଲେ ଆଧ୍ୟାତ୍ମିକ ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ମହାନ ଆଚାର୍ଯ୍ୟ ଗଣଙ୍କର ପଦାନୁସାର। ଯେତେବେଳେ ଗୁରୁଦେବ ଆମକୁ କହିଲେ, ଯେତେବେଳେ ଆମେ ଇସ୍କନକୁ ଆସିଲା ମାନେ ଆମେ ସମସ୍ତେ ପ୍ରଭୁପାଦଙ୍କର ଗ୍ରନ୍ଥ ପଢିବା। ପ୍ରଭୁପାଦଙ୍କର ଗ୍ରନ୍ଥ ପଢିବା ପାଇଁ 10 ବର୍ଷ ସମୟ ଲାଗିବ। ଯଦି ଜଣେ ବହୁ ଦିନକୁ ମିନିମମ୍ 2.5 ଘଣ୍ଟା 2 ଘଣ୍ଟା ପଢେ, ପ୍ରତିଟି ଗ୍ରନ୍ଥ ପ୍ରଭୁପାଦଙ୍କର ପୂର୍ଣ୍ଣ କରିବା ପାଇଁ ତାକୁ ଅତି କମ ସେ କମ 10 ବର୍ଷ ଲାଗେ। ଶ୍ରୀମଦ୍ ଭାଗବତମ, ଚୈତାମୃତ, ଭଗବତ ଗୀତା, ଭକ୍ତି ରସାମୃତ ସିନ୍ଧୁ, ଉପଦେଶାମୃତ, ଏସବୁ ଯୋଉ ଆହୁରି ଅନେକ ଗ୍ରନ୍ଥ ଅଛି ପ୍ରଭୁପାଦଙ୍କର, ତେଣୁ ୟାକୁ 10 ବର୍ଷ ଲାଗିବ ପଢିବା ପାଇଁ। ଏବଂ ତାପରେ ସେ ଅନ୍ୟାନ୍ୟ ଆଚାର୍ଯ୍ୟ ମାନଙ୍କର ଗ୍ରନ୍ଥକୁ ପଢିପାରେ। ଯେମିତି ଶିଳ ରୂପ ଗୋସ୍ୱାମୀଙ୍କର କେତେ ଗୁଡିଏ ଗ୍ରନ୍ଥ ପ୍ରଭୁପାଦ ଲେଖିଛନ୍ତି, ସନାତନ ଗୋସ୍ୱାମୀଙ୍କର ବୃହତ ଭାଗବତାମୃତମ ଆଦି ଗ୍ରନ୍ଥ, ଜୀବ ଗୋସ୍ୱାମୀଙ୍କର ସନ୍ଦର୍ଭ ଆଦି ଗ୍ରନ୍ଥ, ସେ ଗୁରୁଙ୍କର ପଦାଶ୍ରୟ କରି, ଏଇଟା କୁହାଯାଏ ଗୁରୁଙ୍କର ମାନେ କଣ, ଆନୁଗତ୍ୟରେ ମହାନ ଆଚାର୍ଯ୍ୟଙ୍କର ପଦାଙ୍କ ଅନୁସରଣ। ତେଣୁ ତାପରେ ହଉଛି କୃଷ୍ଣ ଭାବନାମୃତରେ କେମିତି ଅଗ୍ରଗତି କରିବାକୁ ପଡିବ, ସେଇ ସମୟରେ କଣ, ସେଇ ସମ୍ବନ୍ଧରେ ଗୁରୁଙ୍କୁ ପଚାରି ବୁଝିବା ଦରକାର। ପ୍ରତ୍ୟେକ ଭକ୍ତଙ୍କୁ ସବୁବେଳେ କୁହେ, ଯୋଉମାନେ ଦୀକ୍ଷା ନେଇଛନ୍ତି ସେମାନେ ଯେମିତି ଆମେ ପ୍ଲାନ କରନ୍ତି ଦୀକ୍ଷା ନେଲା ପରେ, ଯେ ଆମେ ଏଇ ବର୍ଷ ମାୟାପୁର ଯିବା କି ବୃନ୍ଦାବନ, ମାନେ ଭକ୍ତ ମାନେ ପ୍ରତିବର୍ଷ ଯାତ୍ରା କରନ୍ତି। ହ୍ୟାଣ୍ଡେସ୍ କଲେ ବୃନ୍ଦାବନ ହଉ କି ମାୟାପୁର ହଉ କି ହରିଦ୍ୱାର ହଉ, ପ୍ରତିବର୍ଷ କୌଣସି ନା କୌଣସି ଜାଗାକୁ ଯାଆନ୍ତି। ବହୁତ ସୁନ୍ଦର। କିନ୍ତୁ ଯୋଉମାନେ ଦୀକ୍ଷା ନେଇଛନ୍ତି, ସେମାନେ ପ୍ରତ୍ୟେକ ବର୍ଷ ନିଜର ଆଧ୍ୟାତ୍ମିକ ଗୁରୁଙ୍କ ସହିତ ଦେଖା କରିବା ଦରକାର। ଆଚ୍ଛା, ବର୍ତ୍ତମାନ ଠିକ ଅଛି, ଆପଣ ସମସ୍ତେ ଯାତ୍ରା କରନ୍ତି। ଆପଣ ପ୍ରତ୍ୟେକ ବର୍ଷ କେତେ ଥର ନିଜର ଆଧ୍ୟାତ୍ମିକ ଗୁରୁଙ୍କ ସହିତ ଦେଖା କରୁଛନ୍ତି? योगेश गोपीनाथ प्रभु ନିଜର ଗୁରୁଦେବଙ୍କ ସହିତ କେତେ ଥର ଦେଖା କରୁଛନ୍ତି? हरे कृष्ण प्रभु दंडवत प्रभु जी, आमे तो बाहर में रहुଛୁ, तो गुरु महाराज तो आସୁନାହାନ୍ତି, ସକାଳୁ ସନ୍ଧ୍ୟାରେ ଖାଲି ପ୍ରଣାମ ହିଁ କରୁଛୁ। ଆଚ୍ଛା ଆଚ୍ଛା, ଲାଷ୍ଟ କେବେ ଦର୍ଶନ କରିଥିଲେ? ମହାରାଜଙ୍କର ଦେହ ଖରାପ ପରେ ସେ ଆସିନାହାନ୍ତି, ନିହାତି 6 ବର୍ଷ 8 ବର୍ଷ। ଆଚ୍ଛା, ବହୁତ ଠିକ ଅଛି। ସବୁବେଳେ ପ୍ରୟାସ କରିବା ଦରକାର ଆମ ଭକ୍ତ ମାନେ, ଯେ ନିଜର ଆଧ୍ୟାତ୍ମିକ ଗୁରୁଦେବଙ୍କୁ ଗୁରୁଦେବ ବୋଲି ସମ୍ବୋଧନ କରିବା। ବହୁତ 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 ପ୍ରୀତିର ଇଏ ସମ୍ପର୍କ। ବହୁତ ସୁନ୍ଦର। କବିରାଜ ଗୋସ୍ୱାମୀ, ବାସ୍ତବରେ କବିରାଜ ଗୋସ୍ୱାମୀଙ୍କର କଥାକୁ ପଢିବା ଦରକାର। କବିରାଜ ଗୋସ୍ୱାମୀଙ୍କର ସେ ଗ୍ରନ୍ଥ ନୁହେଁ, କବିରାଜ ଗୋସ୍ୱାମୀଙ୍କର ଲେଖନୀକୁ ମଧୁଝରା ଲେଖନୀ ବୋଲି କୁହାଯାଏ। ସେ ଲେଖିଛନ୍ତି, ସେଇ ସେ ପରମ ବନ୍ଧୁ, ସେଇ ପିତା ମାତା, ଶ୍ରୀକୃଷ୍ଣ ଚରଣ ଯେଇ ପ୍ରେମ ଭକ୍ତି ଦାତା। କୋଟି ମାର ହୃଦୟ ଗୁରୁ ଧରିଥାନ୍ତି, ଦୁର୍ଭାଗ୍ୟ ଜୀବର ବ୍ୟକ୍ତି ନିଜର ଆଧ୍ୟାତ୍ମିକ ଗୁରୁଙ୍କର ସ୍ନେହକୁ ସେ ବୁଝିପାରେନି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ସେଇ ପୁତ୍ର ଧନ୍ୟ ଯେ ନିଜର ପିତାର ମହିମାକୁ ବୁଝିପାରେ, ସେଇ ଶିଷ୍ୟ ଧନ୍ୟ ଯେ ନିଜର ଗୁରୁର ମହିମାକୁ ବୁଝିପାରେ, ଆଉ ସେଇ ସାଧକ ଧନ୍ୟ ଯେ ପରମ୍ପରାର ଗୌରବକୁ ଜାଣିପାରେ। ଆମେ ଗୌଡୀୟ ପରମ୍ପରାରେ ଆସିଛେ, ଆମର ଉପାସନା ଅତି ବିଚିତ୍ର, ଆମର ଉପାସନା ଅତି ମହତ୍ୱପୂର୍ଣ୍ଣ। କିନ୍ତୁ ଯଦି ଆମେ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟରେ ଆସିକି ଆମେ ନିମ୍ବାର୍କ ସମ୍ପ୍ରଦାୟର ନିୟମକୁ ମାନିବା, ତାହେଲେ ଆମର ଗତି କଣ ହବ? ଯିଏ ନିଜର ପିତାର ମହିମାକୁ ଜାଣିପାରୁନି, ସେ ଅନ୍ୟର ପ୍ରଶଂସା କରୁଛି, ତାକୁ କଣ ବୁଦ୍ଧିମାନ ସମାଜରେ ବୁଦ୍ଧିମାନ ବୋଲି କୁହାଯିବ? ଆପଣ ମାନେ କହିବେ। ଯେ ନିଜର ପିତାର ମହିମାକୁ ନ ଜାଣିପାରି ସେ ଅନ୍ୟର ପ୍ରଶଂସା କରୁଛି, ତାକୁ କଣ କୁହାଯାଏ? ନିର୍ବୋଧ ବ୍ୟକ୍ତି ବୋଲି କୁହାଯିବ। ସେମିତି ଆମେ ପ୍ରତ୍ୟେକ ବ୍ୟକ୍ତି କଣ କରିବା ଦରକାର? ନିଜର ଆଧ୍ୟାତ୍ମିକ ଗୁରୁଙ୍କୁ ପଚାରିବା ଦରକାର। ଏବେ କିଛି ପଚାରିବାକୁ ଚାହିଁବା,
प्रमोदानंद गोपाल प्रभु आपण वर्तमान कहार आश्रय अच्छा बोध भी आपंकर गुरुदेव प्रकट हो आज्ञा प्रभु ये वर्तमान कहार आश्रय अच्छा प्रभु जी परम पूज्य भक्ति प्रेम से महाराज हाँ बहुत सुंदर बहुत सुंदर महाराज लास्ट केवे देखते महाराज आसते भुवनेश्वर हाँ केवे आसते 5-6 मास तले हाँ डेट मन नहीं नहीं मैं आपण मन गोटे कथा लास्ट कहबी के खराब भाविएनि सब मन रखिए ये आसन रे बसी खंडन मंडन बा कहा निंदा करिवार उद्देश्य में हमको जीवन में अनेक किसी शिक्षा करिवार अछि देखंतु बेले बेले आमे ए सब जिंस गुडी को इस्कन गोटे बड़ परिवार जेमती देखछन ना जॉइंट फैमिली रे व्यक्ति कौन करे ना निजर पिला मान को इच्छा थिले भी से कौन करे माने खाया को देई पारे तो माने जॉइंट फैमिली रो आछन हैंड रेस कले जॉइंट फैमिली रे एक्सपीरियंस अछि हां कल्याण शक्ति माता जी निज पुओ को खाया को देई परिबे हां भल जिंस हला माने समस्त को दवा पड़े विजयश्री माता जी बहुत भाग्यवान साधारणतः भाव में जो विभागर बाहागर प्रस्ताव पड़े लोक मैंने जॉइंट फैमिली झील मान को बहुत पसंद करते कारण से जानती परिवार मूल्यबोधटा केमती माने केमती ये करिया पड़े तेबे हाँ यही आध्यात्मिक जीवन में ना आम श्रील प्रभुपाद आम गोटे जॉइंट फैमिली रे रखिछन आमे बहुत गुरुंकर शिष्य ये अच्छे हाँ से लगी बेले बेले देखा जाए इस्कन रे बहुत भक्त मान आध्यात्मिक गुरु सहित कि संबंध ही न थाए तेना जानी ही पारंतनि जे प्रकृत कौन कि मन रखिए जिते पर्यंत गुरु सहित आम संबंध ना से आध्यात्मिक जीवन में आम उन्नति करिया भूली जातु आमर जो अनर्थ गुड़िक अच्छी से अनर्थ गुड़िक भी जीवन तेणु जड़े गुरु सहित कंसल्ट करिया दरकार प्रति वर्ष प्रयास करिया दरकार मु निजे मोर जीवन में देखिली जे वास्तव रे जदि जने इच्छा प्रकाश करे गुरु सहित संपर्क रखिया से निश्चित भाव कर गुरु को लेटर लिखा गुरुंकर क्लास शुणा केते जन भक्त प्रत्येक दिन निजर आध्यात्मिक गुरुंकर क्लास शुणुछन हैंड रेस कले डेली बेसिस विदाउट मिस प्रतिदिन केबे भी जीवन में मिस करना देखिया पर आजिकल केते सुविधा मोबाइल अच्छी प्रतिदिन निजर आध्यात्मिक मु बेले बेले भक्त मान क्लास पठाए कि मोर इटा प्रथम कर्तव्य जे मोर पचारे दरकार जे आपण माने निजर गुरुंकर क्लास शुणुछन ना नहले बहुत दुर्भाग्यपूर्ण विषय ता पूर्व आउ गोटे प्रश्न होची प्रभुपादंकर क्लास शुणुछन कि निजर जहार भी क्लास शुणु ना कहीं से किसी जायस ना बहुत सुंदर आम भक्ति जीवन में अग्रगति कर किंतु जी हमको भगवान के पाख को नहीं कि जीवे आमे तांकर कौन करा दरकार बाणी शुणिया दरकार आजिकल बहुत नेट सुविधा गुरुंकर महामंत्र रखिपारे मोबाइल रे प्रभुपादंकर महामंत्र रखिपारे प्रभुपादंकर क्लास रखिपारे प्रभुपाद गोटे बहुत प्रसिद्ध क्लास हाँ मंगल आरती रे प्राय भक्त माने मोबाइल माने ये रखन रिंगटोन रखन ये रखन वेक अप स्लीपिंग स्लो रास्कल व्हाई आर यू स्लीपिंग बहुत प्रसिद्ध इस्कन रे कहीं तुम्हें शोचे एते उठ उठ हमको बहुत भक्त मान देखी जो मैंने बहुत सतर्क से मैंने मोबाइल रिंग दियन प्रति घंटा करे बाजी मोर जड़े गुरु भाई अच्छा प्रति प्रति अध घंटे मोबाइल बाजी मुझे पचारे इरिटेट कर तुम माने मु गोटे रूम रे एकुटिया रहूची मोर मोबाइल मते जणे दउची जे मते प्रति मुहूर्त रे जप कंप्लीट हैला कि नहीं कोटा क्लास कंप्लीट हैला कि नहीं कोटा वर्तमान सेवार टाइम हे गला तेणु से भिन्न भिन्न ट्यून रखछन कोठी प्रभुपादंकर कोठी गुरुदेवंकर कोठी वैष्णव मानकर बा व्यक्ति निजको निज लाइफ को कौन करे दरकार प्रकृत रे से व्यवस्थित करिया दरकार जहा फल से सतर्क हो पार कारण निजे जेते पर्यंत जने सतर्क है तब किए सतर्क कर तेणु आम प्रार्थना करवा आम जीवन में जे आम बहुत गंभीर भक्त हवा ये भक्तिर अनेक गुड़े नियम रही जहाँ आगामी काली चर्चा करवा तेणु आज
क्लास रे हम माने जहाँ किसी चर्चा कले ताहा आगामी काली पुनः जहाँ कहते प्राक प्रथम रे गोटे श्लोक माध्यम रे कही परवर्ती ए अध्याय को शेष करिवा एवं या परे मु किछि दिन पई विरति नेबी राधाष्टमी पर्यंत आपण कहे प्रभु एते छुट्टी आपण नौछ दुर्भाग्यवस्त प्रचार शेड्यूल एई भली रही गला एई जो आपण माने समस्त जानती जन्माष्टमी समय रे बहुत कथा थाए आपण माने भी निज निज रेस्पेक्टिव मंदिर सेवा करते दुर्भाग्यवस्त मोर एबे भी गोटे क्लास रही गला जाको मु अवॉइड करि पारली नै एवं राधाष्टमी को भुवनेश्वर जाउची सेठी मंदिर रे ही प्रोग्राम अछि तेणु तापरे राधाष्टमी परे कंटिन्यू ए भक्ति रसामृत सिंधुर क्लास हब श्लोक सहित एवं ए प्रसंग सरिला परे तापरे ही आपण तो सर्टिफिकेट पाइबे तापरे आपनकर शेष अध्याय प्रयास करिवि जे किंतु राधाष्टमी परे वीकली 3 दिन क्लास हब 2 दिन नुहे कारण एते दिन आपण छुट्टी नै चंती प्रयास करिवे गंभीरतार सहित सेति पई मु वर्तमान सहित अकॉर्डिंग टू श्लोक वर्तमान सहित आपन को पढ़ेनी 6 अध्याय पर्यंत नेक्स्ट जेतोले राधाष्टमी परे क्लास आरंभ हबो ए 6 चैप्टर पर्यंत रूप गोस्वामी जेतिकी श्लोक नै चंती जोडा जरूरी ताको मु आलोचना करी परवर्ती एठी 19 टी अध्याय आपन को पढ़ा हबो अर्थात आ 13 टी अध्याय हमर बाकी रहिला तेणु जेतिक दिन भगवान कृपा करिवे पुनः कारण ता परे कार्तिक मास आसी जीवो सेतेबेले आपण माने आहुरी बिजी रहिबे हम बहुत देखे जे कार्तिक मास रे भक्त माने दीपदान करिवार थाए तथापि भी कार्तिक मास रे कथा सुनिबार आ भक्ति रसामृत सिंधु सुनिबार भाग्य किछि नियारा ठीक अछि बाणी को एठी विराम दोछि यदि कार किछि प्रश्न थाए आपण पचारि कालिंदी माता जी हमर हैंड रेज करछ हरे कृष्ण प्रभु हरे कृष्ण प्रभु जी आपण कहले जदि जने गौड़ वैष्णव परंपरार जदि जने से शिष्य हेतिबो जदि से निम्बक संप्रदाय शुणे ताले से संप्रदायर माने से तार जो टेस्ट टे बा से वैष्णव संप्रदायर मर्यादा सेटा से तापर से हानि गले तो जने जदि शिष्य सेमती आपण जंती कहले जे जन को शिक्षा गुरु हिसाब रे से जदि अन्य जन को क्लास सुनुचंती तांको कथा जदि भल लागुजी तो एटा को केमते रिलेट करि हो प्रभु जी माने देखो प्रभु गोटे भिन्न जिंस अछि मुख्य होची भावना बुझिपारछन प्रभु सेति लागि आपण प्रथमे कहली जे उन्नत भक्त मानकर संग करे दरकार बा उन्नत भक्त मान थारु जीवन प्रारंभ रो ही फंडामेंटल कांसेप्ट पूरा क्लियर हवा दरकार जेमति आपण क्लास सुनुचंती बेले बेले किछि इंफॉर्मेशन पे जे प्रेमानंद जी कर क्लास बहुत पॉपुलर बा मझरे मझरे कोनोसी साधु पॉपुलर हे जान बहुत लोक मन तांकर कथा सुनती किंतु आमे प्रभुपादଙ୍କ शिष्य मानकु हमर आदर्श देखिबा केते लोक आसिलेनी केते प्रति 10 वर्ष भितरे जन जन साधु पॉपुलर होचନ୍ତି किंतु प्रभुपादଙ୍କ शिष्य माने आज पर्यंत प्रभुपादଙ୍କର ही क्लास सुनचंती आसे माने प्रचार प्रसार करि चालचंती आ संस्था बढ़ी चालची काहेकि ना तांकर प्रभुपादଙ୍କର चरण रे अखंड विश्वास अछि मैं आपण मानक थरे कहितली प्रभुपाद उदाहरण दियंती गोटे स्त्री जेतले विवाह करिकि आसे से समस्तଙ୍କର सेवा करे तार सासु ससुर दियर ननंद अतिथि समस्तଙ୍କର सेवा करे किंतु उद्देश्य अछि तार स्वामी खुशी करिवा सेमती आमे जो जहार क्लास सुनुचे आम ए क्लास रो उद्देश्य दरकार हमर गुरुंको ऊपर विश्वास यदि क्लास सुनी कि गुरुंको ऊपर अविश्वास आसला ताठू भल मूर्ख हो दरकार तेणु आपण मन रखिबे आपण जहाटू भी क्लास सुनुचन जेकोसी भक्तंकटू आपण एई भावना रे सुनिया दरकार मते मोर खराब गुण शोधन करिया पई मोर गुरु ए क्लास पठेचन तांकु तांकटू सेई समय रे निजर गुरु रूपे तांकु वर्ण करी गुरुंकर मंगलमय स्वरूप रे चिंतन करी तांकटू सुनिया दरकार ताहा फल रे आमे जा कोंती अना माने अवांछित अपराध रु हम बंची जाई परिबा बुझिपारछन स्पष्ट हला ना आहुरी क्लियरिटी दरकार आउटे क्लियर दरकार प्रभु मोर क्वेश्चन परंतु आपण अमरेंद्र प्रभुଙ୍କର क्लास सुनछन हां अमरेंद्र प्रभुଙ୍କ क्लास सुनिया को आपन बहुत भल लागे
କିନ୍ତୁ ଆପଣ ଦୀକ୍ଷା ନେଇଛନ୍ତି ପରମ ପୂଜ୍ୟ ଭକ୍ତିଚର ସ୍ୱାମୀ ଗୁରୁ ମହାନ୍ତି। ତ ଯେତେବେଳେ ପ୍ରଭୁଙ୍କଠୁ ଶୁଣିବେ ଆପଣ ଭାବିବେ ମୋର ଗୁରୁଦେବ ଅମରେନ୍ଦ୍ର ପ୍ରଭୁଙ୍କ ମାଧ୍ୟମରେ ମତେ କହୁଛନ୍ତି ପ୍ରମୋଦାନନ୍ଦ ତୁ କାହିଁକି ଆଜି ଠିକ ସେ ଜପ କରିବୁ। ବୁଝିହେଲା। ଏଇଭଳି ଭାବରେ ଆମକୁ ଗ୍ରହଣ କରିବା ଦରକାର। କିନ୍ତୁ ଏଇଟା ହଉଛି କାହା ପାଇଁ ନା ନିଜ ସ୍ୱ ସମ୍ପ୍ରଦାୟର ସାଧୁଙ୍କ ପାଇଁ। ଯଦି ଆପଣ ଅନ୍ୟ ସମ୍ପ୍ରଦାୟର ସାଧୁଙ୍କଠୁ ଶୁଣୁଛନ୍ତି ସେ ରିସ୍କ ଆପଣଙ୍କର। ଯଦି ଅଲଗା କୌଣସି ସାଧୁ ତଥାକଥିତ ଯୋଉ ମାନେ ଅଲଗା ଯୋଉ ଓଡିଆ ବକ୍ତା ସବୁ ରହିଛନ୍ତି ଟିଭିରେ ଯୋଉମାନେ ପୁରୀ ମନ୍ଦିରରେ ସବୁ କଥା କୁହନ୍ତି ସେମାନଙ୍କୁ ଯଦି ଜଣେ ଶୁଣୁଛନ୍ତି ଠିକ ଅଛି କିଛି ଇନଫରମେସନ ପାଇଁ ଯଦି ଜଣେ ମାନେ ଆଗକୁ ମାନେ ଜାଣିବାକୁ ଚାହୁଁଛି ଶୁଣିପାରେ। କିନ୍ତୁ ଡେଲି ବେସିସ ରେ ଯଦି ସେ ଶୁଣୁଛି ତାହେଲେ ଏଟା ବହୁତ ବିପଜ୍ଜନକ। ଡେଲି ବେସିସ ରେ କେବେ ବି ଏମିତିଆ କାମ କାର୍ଯ୍ୟ କରିବା କଥା। ଆଉ ଯଦି ଆପଣ କରୁଛନ୍ତି କାହାଠୁ ଶୁଣୁଛନ୍ତି ତାହେଲେ ଆପଣ ଯାହା ଅଧୀନରେ ବର୍ତ୍ତମାନ ଅଛନ୍ତି ତାଙ୍କୁ ପଚାରିବା ଦରକାର ଯେ ଆଜ୍ଞା ମୁଁ ଏମିତି କରୁଛି ମୁଁ କରିପାରିବି କି ନାହିଁ। ସେଥିଲାଗି ଆମେ ଯେତେବେଳେ ଉନ୍ନତ ଗ୍ରନ୍ଥ ପଢିଲୁ ଆମେ ଇସ୍କନର ଆନୁଗତ୍ୟରେ ହିଁ ପାଠ ପଢିଥିଲୁ। ଇସ୍କନରେ ହିଁ ସେଇମାନଙ୍କର ଗ୍ରନ୍ଥ ପଢା ହେଲା। ସେଠି ଯାଇ ପଢିଲୁ ଗୁରୁଙ୍କୁ ପଚାରିଲୁ ଗୁରୁ ଆଦେଶ ଦେଲେ ହଁ ତୁମେ ପଢିପାରିବ। ତାପରେ ଯାଇକି ସେ ସବୁ ଜିନିଷ ରୂପ ଗୋସ୍ୱାମୀଙ୍କର ଗ୍ରନ୍ଥ ବା ଜୀବ ଗୋସ୍ୱାମୀଙ୍କର ଗ୍ରନ୍ଥ ପଢି ଏବଂ ତାପରେ ବହୁତ ବହୁତ ଜିନିଷ ପ୍ରଭୁ ନହେଲେ ମନ କେତେବେଳେ ଦେଖନ୍ତୁ ଆମ ମନଟା ଗୋଟେ ଅସତୀ ନାରୀ ଭଳି ବହୁ ଜନ୍ମ ଧରି ଆମେ ବିଷୟକୁ ଭୋଗ କରିଛେ। ଏଇଠି ଐକାନ୍ତିକତା ନିଷ୍ଠା ଏଗୁଡା ସବୁ ରଖିବା ଛୋଟିଆ ଜିନିଷ ନୁହେଁ। ଗୋଟିଏ ଉଦାହରଣ ଦେବି ଆପଣ ସମସ୍ତେ ଏକମତ ହେବେ କେହି ୟାକୁ କାଟି ପାରିବେନି ଜଗତରେ। ଆପଣ ଜଣଙ୍କୁ ବିବାହ କରିଛନ୍ତି ଆପଣଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ରାସ୍ତାରେ ଗଲାବେଳେ ଯଦି ଅନ୍ୟ କୌଣସି ସୁନ୍ଦର ନାରୀକୁ ଦେଖନ୍ତି ନା ମନରେ ନିଶ୍ଚୟ ଆସିବ ଚଏସ ଟା ଭୁଲ ହେଇଗଲା। ଥରେ ପାଇଁ ବି ଆସିବ ହୁଏତ ସେ ବ୍ୟକ୍ତ କରିପାରେନି ସେ କହିପାରିବନି ସମାଜ ଭିତରେ କି ଅନ୍ୟ ନିଜ ମନରେ ନିଶ୍ଚିତ ଆସିବ ଆଉ ଟିକେ ଅପେକ୍ଷା କରିଥିଲେ ଭଲ ହେଇଥାନ୍ତା। ସେଥିଲାଗି ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତି ନିଜ ପତ୍ନୀ ପାଖରେ ସନ୍ତୁଷ୍ଟ ଥାଏ ତାକୁ ମଧ୍ୟ ବ୍ରହ୍ମଚାରୀ ରୂପେ ଗ୍ରହଣ କରାଯାଇଛି ବୈଦିକ ଗ୍ରନ୍ଥ। କିନ୍ତୁ ଏଟା ଏତେ ଛୋଟିଆ ଜିନିଷ ନୁହେଁ ଖାଲି କଥା କହିଦେବାଟା ବହୁତ ସହଜ ତାକୁ ଜୀବନରେ ଆଚରଣରେ ସାରା ଜୀବନ ଆଚରଣରେ ଉତାରିବା ଏ ବହୁତ କଷ୍ଟକର ପଥ। ଆପଣ ଆଜି ମ୍ୟାରିଗୋଲ୍ଡ ର ବିସ୍କୁଟ ଖାଉଛନ୍ତି କାଲି ଗୁଡ ଡେ ର ବିସ୍କୁଟ ଖାଉଛନ୍ତି କିନ୍ତୁ ସ୍ପିରିଚୁଆଲ ଲାଇଫ ରେ ମ୍ୟାରିଗୋଲ୍ଡ ରୁ ଗୁଡ ଡେ କୁ ଯାଇପାରିବେ। ଲାଇଫ ଲଙ୍ଗ ମ୍ୟାରିଗୋଲ୍ଡ ୱାନ୍ସ ମ୍ୟାରିଗୋଲ୍ଡ ଧରିଛ ମାନେ ମ୍ୟାରିଗୋଲ୍ଡ ତାପରେ ଆଉ ଲୋଟସ୍ ହେଇପାରିବନି କି ରୋଜ ହେଇପାରିବ ସେଇ ମ୍ୟାରିଗୋଲ୍ଡ। ତାପରେ ତମେ ଭାବ କାହିଁ ଗେଣ୍ଡୁ ଫୁଲଟାକୁ କାହିଁ ଗ୍ରହଣ କରି ଆଉ ମଲ୍ଲି କରିଥିଲେ ଭଲ ହେଇଥାନ୍ତା। ଆରେ ମଲ୍ଲି ତ ପ୍ରଥମରୁ ଦେଖିଲୁନି ଗେଣ୍ଡୁକୁ ତୁ ଧରିଛୁ ଆଉ ଗେଣ୍ଡୁକୁ ଧରି ଗେଣ୍ଡୁରେ ଖୁସି ହବା ଦରକାର। ଯଦି ଗେଣ୍ଡୁରେ ଖୁସି ନ ହେଇପାରିଲା ଜୀବନଟା ପୁରା ନଷ୍ଟ ହେଇଯିବ। ତେଣୁ ଦୀକ୍ଷା ନବା ପୂର୍ବରୁ ତୁମ ହାତରେ କଣ ଅଛି ଚଏସ ଅଛି। ଗୋଟେ ଜିନିଷ ମୁଁ ଆପଣଙ୍କୁ କହିବି ଆମେ ଇସ୍କନରେ କଣ ଆସିଛେ ବହୁତ ସନ୍ଦେହ ଆପଣଙ୍କ ମନରେ ଆସିବ। ମନଟା ଗୋଟେ ଅତି ବଦମାସ ଲୋକ। ମନକୁ ଯିଏ ବିଶ୍ୱାସ କରିଛି ସେ ଜୀବନରେ କାନ୍ଦିଛି। ମନେ ଏଇ ପରମ୍ପରାରେ ଯଦି ପଥର ବି ଥାଏ ନା ସିଏ ତୁମକୁ ଉଦ୍ଧାର କରିବାର ଶକ୍ତି ଅଛି। ଆଉ ତୁମେ ତ ଜଣେ ଶୁଦ୍ଧ ଭକ୍ତଙ୍କୁ ପ୍ରାପ୍ତ କରିଛ ତାଙ୍କ ଉପରେ ତୁମର ସନ୍ଦେହ ଥିବ ମରିବ ତାପରେ ଆଉ କଣ ଅଛି ବାଟ ତୁମର। ଯିଏ ନିଜ ପତ୍ନୀ ସହିତ ଖୁସି ନ ରହିପାରିଲେ ତାର ଜୀବନଟା କଣ ହବ ଝଗଡା ହବ। ସିଏ ଯାଇକି ପର ସ୍ତ୍ରୀ ସହିତ ତାହେଲେ ପାପ କାମ କରି ତାର ଜୀବନଟା ହୀନସ୍ତାରେ କଟିବ। ତାଠୁ ଭଲ କଣ ଯୋଉ ପତ୍ନୀ ସହିତ ତୁମେ ସମ୍ବନ୍ଧ ବାନ୍ଧିଛ ତାକୁ ସ୍ନେହ କର ତାକୁ ପ୍ରୀତି କର ଭଲ ପାଅ ପରସ୍ପରକୁ ସାହାଯ୍ୟ କର ତୁମ ଜୀବନଟା ସ୍ୱର୍ଗ ହେଇଯିବ ବା ବୈକୁଣ୍ଠ ହେଇଯିବ। ଯେଦିନ ଗୃହତେ ଭଜନ ଦେଖିଆ ଗୃହତେ ଗୋଲୋକ ଭାଇ ଚରଣ ସିଧୁ ଦେଖିଆ ଗଙ୍ଗା ସୁଖେ ନା ସୀମା ପାଏ। ମୋର ଆଧ୍ୟାତ୍ମିକ ଜୀବନ ଅନୁଭୂତି କହୁଛି ବହୁତ କମ ମୁଁ ବିରକ୍ତ ସାଧୁଙ୍କୁ ଦେଖିଛି ଯେଉଁମାନେ ଭଗବତ ଚେତନଶୀଳ ଜେନୁଇନଲି ଯୋଉମାନେ ପ୍ରକୃତରେ ସାଧୁତା ଅଛି। କିନ୍ତୁ ମୁଁ ବହୁତ ଏମିତି ଗୃହସ୍ଥ ଭକ୍ତ ଦେଖିଛି ଯେଉଁମାନେ ପ୍ରକୃତରେ ସନ୍ନ୍ୟାସଠୁ ଉଚ୍ଚ ଆଶ୍ରମରେ ଇସ୍କନରେ ଅଛନ୍ତି। ତେଣୁ ଆପଣଙ୍କ ଉପରେ ନିର୍ଭର କରୁଛି। କଥାଟା ପୁରା ସ୍ପଷ୍ଟ କିଛି ବି ଏଥିରେ ଅସ୍ପଷ୍ଟ ନାହିଁ। ଆମେ ନିଜ ସମ୍ପ୍ରଦାୟରୁ ଶୁଣିବା ଦରକାର ଯାହାଙ୍କଠୁ ଶୁଣିବା ଏଇ ଭାବନାରେ ଶୁଣିବା ଯେ ଆମକୁ ଆମର ଗୁରୁଦେବ ତାଙ୍କ ମାଧ୍ୟମରେ ସତର୍କ କରିବା ପାଇଁ ଏଇ ବାର୍ତ୍ତା ଆଜି ମତେ ପ୍ରେରଣା ଦଉଛନ୍ତି ଶୁଣିବା ପାଇଁ। ଠିକ ଅଛି ହିରଣ୍ୟ ପ୍ରଭୁ ସ୍ପଷ୍ଟ ହେଇଥିବା ଆଶା କରୁଛି। ଆଜ୍ଞା ପ୍ରଭୁଜୀ। ହିରଣ୍ୟମୟ ଗୌରାଙ୍ଗ ପ୍ରଭୁ ଆପଣଙ୍କର ପ୍ରଶ୍ନ ମାତାଜୀଙ୍କର ପ୍ରଶ୍ନ। हरे कृष्ण प्रभु दंडवत प्रणाम।
प्रभु आमर तो गुरु महाराज अप्रकट हो जाइछंती किंतु आमे कौनसी महाराज को अंडर रे एबे नाही प्रवचन तांकर डेली आमे गोटे प्रवचन सुनुची मु जने ब्रह्मचारी प्रभु उदयानंद दास तांको सांगरे हमर टिके ये अछि किंतु कौनसी महाराजଙ୍କ अंडर आमे नाही किबा ये नहीं माने नाही संपर्क सेमति नाही ताले हमर कोन करिया उचित देखंतु माँ सबुठु सुंदर कथा कहले जे मोर अनुभूति जो माने बहुत उन्नत स्थितिर लोक गुरु केबे कुआडे जाई ना गुरु सबले पाखरे अछन गुरु सबले पाखरे अछन किंतु तांको हम अनुभव करि पारु सेति पई म आपण मन कहली जहार भी क्लास सुनचंती जेतेबेले भी क्लास सुनचंती सबले भाबिबे जे मोर गुरुदेव एई जिंसटा मो पई पठैछन मोर निज जीवन रे मु अनुभव करछि मोर गुरुदेवंकर अप्रकट परे एग्जैक्ट सेम लाइन जहां मते गुरुदेव मते कहितले मु परम पूज्य श्री राधा गोविंद महाराज मते सेई समान कथा हिंदी भाषा रे कहि एग्जैक्ट सेई शब्द मु सेटा अनुभव करछि जे बोध हे गुरु महाराज महाराजंकर मुखार बिंदरे मते पुनः सतर्क करि देले जे मोर एटा कर्तव्य एवं सेई समान कथा जहां मते राधा गोविंद महाराज कहितले श्रीपाद जननिवास प्रभु मते मायापुर रे पंचतत्व का आगे समान कथा कही गुरु कुआडे जाई नाहंती गुरु देखुचंदी आमे केते तांको उपरे निर्भरशील तांको केते मने रखिचे तांको केते हृदय रे धारण करि पारछे हमर भारतीय सनातन संस्कृति रे विभागर थरे हुई एठी डिवोर्स नाही एठी बारंबार ग्रहण नाही हम सनातन संस्कृति रे लोक तेडो गुरु कोन करंती शिष्य को सतर्क करिया पई विभिन्न रूप से आसी तुमको साहाय्य करती अन्य वैष्णव मानक माध्यम रे अन्य भक्त मानक माध्यम रे एवं विभिन्न अनुभूति माध्यम रे गुरु आसी साहाय्य करती तेणु आपण जहार भी क्लास सुनचंती आपण प्रत्येक दिन तो कर्तव्य आपणकर जे आपण जहां कोटे भी आश्रय करचंती आपण तांकोठू कथा सुनिया दरकार तांकर क्लास ऑडियो वीडियो आजिकली विज्ञान युग या को लाभ उठिया दरकार तांकोठू सुनिया दरकार प्रभुपाद उपरे सुनिया दरकार गुरु जाई नाहंती गुरु आज भी देखुचंती आपण केते गंभीर आपणक स्थिति अनुसार से निश्चय साहाय्य ठीक अछि वर्तमान वाणी को विराम आशा करछि आपण आपण संतुष्ट उत्तर रे ना और क्लारिफाई चाहछु ना माने जेमती अन्य सब आमे जेमती क्लास करू सेठी सब अन्य प्रभु माताजी माने समाने जय पताका गुरु महाराज शिष्य समाने जतबे गुरु महाराज आसंती समाने सब जानती तांकर जेमती गोटे मन हुए जेमती इंटिमेट ये अछि आमे भी दीक्षा नवारा खूब कम समय पर ही गुरु महाराज अप्रकट हो गले सेई एटा आमे पाइनु माने सेई सुविधाटा आमे पाइनु सेई पई कि सब तो मन रे आसे हमर किछि कमी रे केते गला भाग्यवती आपण चिंता करन केते भाग्यवती आपणक भली मोर भी समान स्थिति मु भी मात्र 4 वर्ष भीतर मोर गुरुदेव अप्रकट हो गले किंतु से स्नेहटा मु केबे भूलिनी आमे होचे विरहर उपासक माँ गुरु हमको एइथ पई विरह देले जे से हमको बहुत उच्च स्थिति को नै गले आउ द्वितीय कथा हला आपण जेतल देखचोनी जे जयप्रकाश स्वामी गुरु महाराज आसचंती आमे तांको माध्यम रे हम निज गुरुदेव को देखिबा आपण तांको भी प्रणाम करिए श्रद्धार सहित केते बड़ा आचार्य से प्रभुपादंकर जो प्रमुख 11 जन शिष्य प्रभुपाद ग्रहण करते तांको मध्य से जण तेणु आमे एई भली भाबिया दरकार जे जेतेले आमे जयप्रकाश स्वामी महाराज को देखचे से केमति तांको शिष्य मान को स्नेह करचंदी हमको भी आम गुरुदेव सेठी एई वार्ता दउचंदी जे मु भी तुमर पाखरे अछि आ महाराज भी जेमति तांको शिष्य मान को बाड़ी रे आशीर्वाद करंती बा तांको स्नेह करंती तो आपणको गुरुदेव भी सेई वार्ता आपणको दउचंदी मने पके देबा पई नले गुरुंकर स्मृति ही काहे के आसे आपण सेई कथाटा देखले मोर सब बेले मने पड़े प्रति उत्सव रे जदि गुरुदेव थानते आज से केते खुशी होतान मोर ए सेवा देखि कि से केते खुशी होता तो एटा हमको आहुरी तांकर निकटतर करे नबो आपण बहुत भाग्यवान जे आपनक मन रे एई भली फीलिंग्स आछि एई भली चिंताधारा आछि दुख करिवार किछि नाय सब बेले कोन करा जाय
ନା ଆମକୁ ଆଗକୁ ବଢିବାର ଅଛି? କାହିଁକି ନା ଗୁରୁ ଆମକୁ ଏଇ ବିରହଟା ଦେଇଛନ୍ତି। ମନେ ରଖିଥିବେ, ଯେତେବେଳେ ଗୁରୁ ପ୍ରକଟ ଥାନ୍ତି ନା, ଯୋଉମାନେ ଯୋଗ୍ୟ ବ୍ୟକ୍ତି ସେମାନେ କୃପା ପାଆନ୍ତି। ବିଚାର କଲେ, ଯୋଉମାନେ ଭଲ ସେବା କରିବେ ସେମାନେ ଗୁରୁଙ୍କ ପାଖରେ ରହିପାରିବେ। ସମସ୍ତେ ରହିପାରିବେ? ପଶି ପାରିବନି ତ ତେବେ ତାଙ୍କ ପାଖରେ, ଯଦି ଆପଣ କିଛି ଖରାପ କାମ କଲେ। କିନ୍ତୁ ଗୁରୁ ଯେତେବେଳେ ଅପ୍ରକଟ ହେଇଯାନ୍ତି ନା, କୃପାଟା ସମସ୍ତଙ୍କ ପାଇଁ ସମାନ ହେଇଯାଏ। ଯିଏ ଯିଏ କଣ କରିବ, ପାତ୍ରତା ପ୍ରସ୍ତୁତ କରିବ, ଗୁରୁଙ୍କର କୃପାଟା ତା ପାଖକୁ ପଳେଇ ଆସିବ, ଆଉ ସିଏ ବଡ ଲୋକ ହେଇଯିବ। ତେଣୁ ସବୁବେଳେ ମନେ ରଖିଥିବେ, ଗୁରୁ କୌଣସି ମରଣ ଧର୍ମା ମନୁଷ୍ୟ ନୁହେଁ। ଗୁରୁ ଏକ ତତ୍ଵ, ଆଉ ଜଣେ ଗୋଟେ ଶୁଦ୍ଧ ବସ୍ତୁ ନିକଟରେ ଗୁରୁ ତତ୍ଵଟା, ଗୁରୁ କୃପାଟା ଅନୁଭୂତ ହୁଏ। ଆଜି ବି ଆପଣ ବ୍ୟାକୁଳତା ଦେଖନ୍ତୁ, ବିଭିନ୍ନ ସ୍ୱପ୍ନ ମାଧ୍ୟମରେ, ବିଭିନ୍ନ ବୈଷ୍ଣବଙ୍କ ମାଧ୍ୟମରେ ସେ ଆଜି ମଧ୍ୟ ଅନେକ ଜଣଙ୍କୁ ପ୍ରେରଣା ଦଉଛନ୍ତି। ଆଉ ଆଶା କରୁଛି ସେ ଆପଣଙ୍କୁ ବି ବହୁତ ଶୀଘ୍ର କିଛି ନା କିଛି ପ୍ରେରଣା ଦେବେ। ହରେ କୃଷ୍ଣ। हरे कृष्ण प्रभु। वाञ्छा कल्पतरुभ्यश्च कृपा कृपासिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। जगद्गुरु श्रील प्रभुपाद की जय। हिज ग्रेस संदीपनी मुनि प्रभु जी की जय। हरे कृष्ण हिरणमयी माता जी। हरे कृष्ण दंडवत प्रणाम। ଘଟଣା ଏଇଆ ହେଇଛି ଯେ ଏଇ ଯୋଉ କାମ ମ୍ୟାଟର ଟା ନେଇକି ନୁହଁ हरे କି कृष्ण माता जी କ୍ୟାମେରା सुन ନାଇଁ ନାଇଁ ଏମାନେ हाँ माता ଟିକିନା जी सुन पारुଛି माता जी। ଟିକିନା ନୁହଁ କି ଟିକିନା ମୋର ବି ସେ ସେଇ କୃଷ୍ଣ ପ୍ରଶ୍ନ କହିଲେ ଥିଲା। ଟିକେ ଆପଣ ସେ ମାତା जी ପ୍ରଶ୍ନଟା ପଚାରିଦେଲେ, ମୋର ମଧ୍ୟ ସେଇ ପ୍ରଶ୍ନ ଥିଲା ମାତା जी। ଆପଣ ମଧ୍ୟ ସେଇଟା ପଚାରିଦେଲେ। हाँ ଆକ୍ଚୁଆଲି ଆମର ଏଠି ସନ୍ଦୀପ